ଯେତେବେଳେ ନିଜ ରକ୍ତର ସମ୍ପର୍କ ଆପଣଙ୍କ ପିଠିରେ ଛୁରୀ ମାରିବାକୁ ଘର ଆଗରେ ଠିଆ ହୁଅନ୍ତି, ସେତେବେଳେ ମଣିଷ କୁଆଡ଼େ ଯିବ? ବିକାଶ ପାଇଁ ସେହି ସକାଳ ଏକ ଭୟଙ୍କର ଝଡ଼ ନେଇ ଆସିଥିଲା। ଘରେ ସବୁଦିନ ପରି ଶାନ୍ତ ଓ ସୁଖମୟ ପରିବେଶ ଥିଲା। ବିକାଶ ତାର ଦୋକାନକୁ ଯିବାକୁ ପ୍ରସ୍ତୁତ ହେଉଥିଲା ଏବଂ ତାର ପତ୍ନୀ ସୁନିତା ରୋଷେଇ ଘରେ ଜଳଖିଆ ତିଆରି କରୁଥିଲା। ଆଗାମୀ ମୁହୂର୍ତ୍ତରେ ସେମାନଙ୍କ ଦୁଆରରେ ଦସ୍ତକ ଦେବାକୁ ଥିବା ଅତିଥିମାନେ ଯେ ସେମାନଙ୍କ ଜୀବନରେ ଏକ ପ୍ରଳୟଙ୍କାରୀ ଝଡ଼ ଆଣିବେ, ଯାହା ସେମାନେ କେବେ କଳ୍ପନା ମଧ୍ୟ କରିନଥିଲେ, ସେ କଥା ଉଭୟ ଅଜଣା ଥିଲେ। 35 ବର୍ଷୀୟ ବିକାଶ ପ୍ରତିଦିନ ସକାଳ 7ଟାରେ ତାର ଛୋଟ ବହି ଦୋକାନରେ ପହଞ୍ଚିଯାଏ ଏବଂ ରାତି 9ଟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ନିଜ ପରିବାର ପାଇଁ 2 ଓଳିର ଖାଦ୍ୟ ଯୋଗାଡ଼ କରେ। ସେଦିନ ଦୋକାନକୁ ଯିବା ପାଇଁ ବିକାଶ ଯେପରି ଘରର କବାଟ ଖୋଲି ବାହାରକୁ ପାଦ ବଢ଼ାଇଛି, ଠିକ୍ ସେତିକିବେଳେ ସାମ୍ନାରେ ଏକ ଟ୍ୟାକ୍ସି ଆସି ଅଟକିଲା। ସେଥିରୁ ତାର 2 ଭଉଣୀ ସୀମା ଓ ରେଖା ଓହ୍ଲାଇଲେ। ଏତେ ମାସ ପରେ ଦୁହିଁଙ୍କୁ ହଠାତ୍ ଏକାଠି ନିଜ ସାମ୍ନାରେ ଦେଖି ବିକାଶର ଆଖିରେ ଆଶ୍ଚର୍ଯ୍ୟ ଓ ଖୁସିର ଲହରୀ ଖେଳିଗଲା। ତାର ମୁହଁରେ ହସ ଫୁଟି ଉଠିଲା। ସେ ପ୍ରାୟ ଦୌଡ଼ି ଯାଇ ସେମାନଙ୍କ ନିକଟରେ ପହଞ୍ଚିଲା। ଆରେ ସୀମା, ରେଖା, ତୁମେ ଦୁହେଁ ଏକାଠି, ବିନା ଖବର ଦେଇ? ତାର ଖୁସିର ସୀମା ନଥିଲା। ହଁ ଭାଇନା, ଭାବିଲୁ ତୁମକୁ ସରପ୍ରାଇଜ୍ ଦେବୁ, ବଡ଼ ଭଉଣୀ ସୀମା ହସି ହସି କହିଲା। କିନ୍ତୁ ତାର ହସରେ ସେହି ପୁରୁଣା ଭାବ ନଥିଲା। ବହୁତ ଭଲ କଲ, ଚାଲ ଭିତରକୁ ଚାଲ, ଆଜି ତ ମୋର ଦିନଟି ସଫଳ ହୋଇଗଲା। ବିକାଶ ଦୁହିଁଙ୍କ ବ୍ୟାଗ୍ ଧରି ସେମାନଙ୍କୁ ଘର ଭିତରକୁ ନେବାକୁ ଲାଗିଲା। ତାର ସ୍ୱର ଅଗଣାରେ ଗୁଞ୍ଜରିତ ହେଲା, ସୁନିତା, ଆରେ ସୁନିତା, ଦେଖ ତ କିଏ ଆସିଛନ୍ତି। ରେଖା ଓ ସୀମା ଆସିଛନ୍ତି। ରୋଷେଇ ଘରୁ ହାତ ପୋଛି ସୁନିତା ବାହାରକୁ ଆସିଲା ଏବଂ ନିଜ ନଣନ୍ଦମାନଙ୍କୁ ଦେଖି ତାର ମୁହଁରେ ମଧ୍ୟ ଖୁସିର ଚମକ ଆସିଗଲା। ସେ ଦୁହିଁଙ୍କୁ ବହୁତ ସ୍ନେହରେ ଭେଟିଲା। ପ୍ରଣାମ ଦିଦି, କେମିତି ଅଛନ୍ତି ଆପଣ ସମସ୍ତେ? ଘରେ ସମସ୍ତେ କେମିତି ଅଛନ୍ତି? ଆମେ ଠିକ୍ ଅଛୁ ଭାଉଜ, ରେଖା ସଂକ୍ଷିପ୍ତ ଉତ୍ତର ଦେଲା। ତାର ସ୍ୱରରେ ଦେଖାଣିଆ ଭାବ ଥିଲା। ବିକାଶ ତୁରନ୍ତ ଦୋକାନକୁ ଯିବାର ଇଚ୍ଛା ବଦଳାଇ ଦେଲା। ମୁଁ ଆଜି ଦିନ 2ଟା ପରେ ହିଁ ଦୋକାନକୁ ଯିବି। ବହୁତ ଦିନ ପରେ ମୋର ଭଉଣୀମାନେ ଏକାଠି ଆସିଛନ୍ତି। ସୁନିତା, ଏମାନଙ୍କ ପାଇଁ କିଛି ବଢ଼ିଆ ଖାଦ୍ୟ ତିଆରି କର, କିନ୍ତୁ ତା ପୂର୍ବରୁ ଚା ତିଆରି କରିଦିଅ। ମୁଁ ବଜାରରୁ ଜିଲାପି ଓ ଆଳୁଚପ୍ ନେଇ ଆସୁଛି। ଆରେ ନାହିଁ ଭାଇନା, ଏହାର କ'ଣ ଦରକାର, ସୀମା କହିଲା। କିନ୍ତୁ ବିକାଶ କୁଆଡ଼େ ଶୁଣିବାକୁ ଥିଲା। ସେ ଖୁସିରେ ଉଲ୍ଲସିତ ହୋଇ ଘରୁ ବାହାରିଗଲା। ସେମାନଙ୍କ ମା ସୁମିତ୍ରା ଦେବୀ, ଯିଏ ନିଜ କୋଠରୀରେ ଶୋଇଥିଲେ, ଶବ୍ଦ ଶୁଣି ଉଠି ବସିଲେ। ସୁନିତା ତାଙ୍କୁ ସାହାଯ୍ୟ କରି ହୁଇଲ୍ ଚେୟାରରେ ବସାଇ ବାହାରକୁ ଆଣିଲା। ନିଜର 2 ଝିଅଙ୍କୁ ଏକାଠି ଦେଖି ତାଙ୍କ ବୃଦ୍ଧ ଆଖିରେ ନୂଆ ଚମକ ଆସିଗଲା। ସେ ଦୁହିଁଙ୍କୁ କୋଳେଇ ନେଲେ। ଆରେ ମୋର ଝିଅମାନେ ଆସିଛନ୍ତି, ଚାଲ। ଏତେ ମାସ ପରେ ଶେଷରେ ତୁମମାନଙ୍କୁ ନିଜ ରୋଗିଣା ମାଙ୍କ କଥା ମନେ ପଡ଼ିଲା। ନଚେତ୍ ତୁମେ ଦୁହେଁ ନିଜ ଘର ପରିବାରରେ ଏତେ ବ୍ୟସ୍ତ ହୋଇଯାଇଛ ଯେ ଗୋଟିଏ ଫୋନ୍ କରିବାକୁ ବି ଫୁର୍ସତ ମିଳୁନି। ଭଲ କଲ ଯେ ଆଜି ଆସିଗଲ। ମୁଁ ତୁମ ଦୁହିଁଙ୍କୁ ବହୁତ ମନେ ପକାଉଥିଲି। ସୁନିତା ତୁରନ୍ତ ପାଣି ଆଣିଦେଲା ଏବଂ ସେମାନଙ୍କ ସେବାରେ ଲାଗିଗଲା। ଘରର ପରିବେଶ ଉତ୍ସବ ଭଳି ହୋଇଗଲା। ବିକାଶ ବଜାରରୁ ଗରମ ଗରମ ଜଳଖିଆ ନେଇ ଫେରିଲା। ସମସ୍ତେ ଅଗଣାରେ ବସି କଥାବାର୍ତ୍ତା କରିବାକୁ ଲାଗିଲେ। ବିକାଶ ନିଜ ଭଉଣୀମାନଙ୍କ ସହିତ ପୁରୁଣା ଦିନଗୁଡ଼ିକୁ ମନେ ପକାଇ ହସୁଥିଲା। କିନ୍ତୁ ସେ ଅନୁଭବ କରୁଥିଲା ଯେ କିଛି ତ ଗଡ଼ବଡ଼ ଅଛି। 2 ଭଉଣୀ ହସୁଥିଲେ ସତ, କିନ୍ତୁ ସେମାନଙ୍କ ଆଖିରେ ଏକ ଗଜବ ଗମ୍ଭୀରତା ଏବଂ ଅକୁହା ବୋଝ ଥିଲା, ଯାହାକୁ ସେ ବୁଝିପାରୁନଥିଲା। ସେ ଅନେକ ଥର ପଚାରିବାକୁ ଭାବିଲା ଯେ ସବୁ ଠିକ୍ ତ ଅଛି ନା, କିନ୍ତୁ ପ୍ରତିଥର ଏହା ଭାବି ଚୁପ୍ ହୋଇଗଲା ଯେ ହୁଏତ ଯାତ୍ରାର କ୍ଳାନ୍ତି ଥିବ। ପ୍ରାୟ 1 ଘଣ୍ଟାର କଥାବାର୍ତ୍ତା ପରେ ହଠାତ୍ ଏକ ଅଜବ ନୀରବତା ଛାଇଗଲା। ବଡ଼ ଭଉଣୀ ସୀମା ଗଭୀର ନିଶ୍ୱାସ ନେଇ ପ୍ରଥମେ ରେଖା ଆଡ଼କୁ ଚାହିଁଲା ଏବଂ ତାପରେ ବିକାଶର ଆଖିରେ ସିଧାସଳଖ ଚାହିଁ କହିଲା, ଭାଇନା, ଆମେ ଆଜି ଏଠାକୁ ଏକ ବହୁତ ଜରୁରୀ କଥା କହିବାକୁ ଆସିଛୁ। ତାର ସ୍ୱରରେ ଏପରି ଗମ୍ଭୀରତା ଥିଲା, ଯାହା ବିକାଶର ହୃଦୟରେ ଏକ ଅଜଣା ଶିହରଣ ସୃଷ୍ଟି କଲା। ହଁ ହଁ, କହ ସୀମା, କଥା କ'ଣ? ସବୁ ଠିକ୍ ତ ଅଛି ନା? ସୀମା ନିଜ ସାନ ଭଉଣୀ ରେଖା ଆଡ଼କୁ ଚାହିଁଲା, ଯେପରି ତାଠାରୁ ସହମତି ମାଗୁଛି, ଏବଂ ତାପରେ କହିଲା, ଭାଇନା, ବାପାଙ୍କର ଏହି ଘର ଏବଂ ଦୋକାନ ଉପରେ ଆମର ମଧ୍ୟ ଅଧିକାର ଅଛି ଏବଂ ଆଇନ ଆମକୁ ଏହି ହକ୍ ଦିଏ। ଆମକୁ ଆମର ଭାଗ ଦରକାର। ଏହି ବାକ୍ୟଟି କୌଣସି ବୋମା ପରି ଘରର ଶାନ୍ତି ଉପରେ ପଡ଼ିଲା। ମୁହୂର୍ତ୍ତକ ପାଇଁ ସେଠାରେ ଗଭୀର ନୀରବତା ଛାଇଗଲା। ବିକାଶକୁ ଲାଗିଲା ଯେପରି ତାର କାନ ତାକୁ ଠକି ଦେଇଛି। ସେ ନିଜ ଭଉଣୀ ଆଡ଼କୁ ଅବିଶ୍ୱାସ ଓ ଆଘାତରେ ଚାହିଁ ରହିଲା। କ'ଣ କହୁଛୁ ତୁ? ତାର ସ୍ୱର ଥରୁଥିଲା। ରେଖା ଆଗକୁ କହିଲା, ତାର ସ୍ୱରରେ ମଧ୍ୟ ସେହି କଠୋରତା ଥିଲା। ଭାଇନା, ଆମେ ସ୍ପଷ୍ଟ କଥା କହୁଛୁ। 2005ର ହିନ୍ଦୁ ଉତ୍ତରାଧିକାରୀ ଆଇନ ଅନୁସାରେ ଝିଅମାନଙ୍କର ମଧ୍ୟ ପୁଅମାନଙ୍କ ସହିତ ପୈତୃକ ସମ୍ପତ୍ତି ଉପରେ ସମାନ ଅଧିକାର ଅଛି।
ଏହି ଘର ଆମ ବାପାଙ୍କ ରୋଜଗାରରେ ଠିଆ ହୋଇଛି ଏବଂ ଯେଉଁ ଦୋକାନର ଆପଣ ଏକା ମାଲିକ ହୋଇ ବସିଛନ୍ତି ସେହି ଦୋକାନ ମଧ୍ୟ ଆମ ବାପା କିଣିଥିଲେ। ବିକାଶର ପାଦ ତଳୁ ମାଟି ଖସିଗଲା। ସେ ଥରି ଥରି କହିଲା, ନାହିଁ ସୀମା, ସେହି ଦୋକାନ ମୋ ପିଲାମାନଙ୍କର ଅନ୍ନ ଏବଂ ଏହି ଘର, ଏହା ଆମର ଠିକଣା। ଆମେ ସମସ୍ତେ କୁଆଡ଼େ ଯିବୁ ସେ ସବୁ ଆମେ ଜାଣିନାହୁଁ। ଆମକୁ ତ କେବଳ ଆମର ଭାଗ ଦରକାର। ସୀମା ଉତ୍ତର ଦେଲା। ଚୁପ୍ ହୋଇଯା ସୀମା, ଆଉ ଗୋଟିଏ ଶବ୍ଦ ନୁହେଁ। ଏହା ପୂର୍ବରୁ ଯେ ବିକାଶର ଭଉଣୀମାନେ ଆଉ କିଛି କହିପାରନ୍ତେ, ଏକ ଗର୍ଜନ ସମଗ୍ର ଘରକୁ କମ୍ପାଇ ଦେଲା। ଏହି ସ୍ୱର ଥିଲା ସେମାନଙ୍କର ବୃଦ୍ଧ ମା ସୁମିତ୍ରାଙ୍କର। ନିଜ ଝିଅମାନଙ୍କ କଥା ଶୁଣି ତାଙ୍କ ଭିତରେ ଯେପରି ଆଗ୍ନେୟଗିରି ଫାଟି ପଡ଼ିଥିଲା। ଭାଗ? କେଉଁ ଭାଗ ଦରକାର ତୁମ ଦୁହିଁଙ୍କୁ? କ'ଣ ତୁମେ ଭୁଲିଗଲ ଯେ ଏହି ଘର ଏବଂ ଦୋକାନ କାହା ଯୋଗୁଁ ବଞ୍ଚିପାରିଲା? ତୁମ ଭାଇ ଯୋଗୁଁ। ସୀମା କିଛି କହିବାକୁ ଚେଷ୍ଟା କଲା। ମା, ଆପଣ ବୁଝିବେ ନାହିଁ। ମୁଁ ବୁଝିବି ନାହିଁ? ସୁମିତ୍ରା ଦେବୀଙ୍କର ସ୍ୱର ଆହୁରି ତୀବ୍ର ହୋଇଗଲା। ଆରେ, ମୋ ଠାରୁ ଅଧିକ କିଏ ବୁଝିବ ତୁମକୁ? କ'ଣ ତୁମକୁ ଟିକିଏ ବି ଅନୁମାନ ଅଛି ଯେ ତୁମର ଏହି ଭାଇ ତୁମ ପାଇଁ କ'ଣ କ'ଣ ବଳିଦାନ କରିଛି? ଯେତେବେଳେ ତୁମ ବାପାଙ୍କ ଛାଇ ମୁଣ୍ଡ ଉପରୁ ଉଠି ଯାଇଥିଲା, ସେତେବେଳେ ଏହି ବିକାଶର ବୟସ ମାତ୍ର 18 ବର୍ଷ ଥିଲା। ସେ ନିଜ ପାଠପଢ଼ା ଛାଡ଼ିଦେଲା, ନିଜ ସ୍ୱପ୍ନ ଛାଡ଼ିଦେଲା, ଯାହା ଫଳରେ ତୁମେ ଦୁହେଁ ପଢ଼ିପାରିବ। ସେ ନିଜ ଯୌବନ ଏହି ଦୋକାନରେ ବସି କାଟିଦେଲା, ଯାହା ଫଳରେ ତୁମମାନଙ୍କ ବାହାଘରରେ କୌଣସି ଅଭାବ ନ ରହୁ। ସୁମିତ୍ରା ଦେବୀଙ୍କ ସ୍ୱର ଥରୁଥିଲା। ତୁମ ଦୁହିଁଙ୍କ ବାହାଘର ଏମିତି ହିଁ ହୋଇଯାଇ ନାହିଁ। ନିଜର ଶକ୍ତିଠାରୁ ବଳି ଅଧିକ ଖର୍ଚ୍ଚ କରିଥିଲା ସେ। ଲୋକଙ୍କ ଠାରୁ ଋଣ ନେଇଥିଲା, ଯାହା ଫଳରେ ତୁମେ ଦୁହେଁ ନିଜ ଶାଶୁଘରେ ମୁଣ୍ଡ ଟେକି ରହିପାରିବ। ଯାହା ଫଳରେ ତୁମେ ଶାଶୁଘର ଲୋକେ ଏହା ନ କୁହନ୍ତୁ ଯେ ତୁମ ବାପଘର ଲୋକେ ବାହାଘରେ କୌଣସି କମ୍ କରିଦେଇଛନ୍ତି। ଆଉ ଆଜି ତୁମେ ସେହି ଭାଇଠାରୁ ତାର ଘର ଓ ଦୋକାନ ଛଡ଼ାଇ ନେବାକୁ ଆସିଛ? ସୁମିତ୍ରା ଦେବୀ ହାଲିଆ ହୋଇଗଲେ। ସୁନୀତା ଦୌଡ଼ି ଯାଇ ତାଙ୍କୁ ସମ୍ଭାଳିଲା। ସମଗ୍ର ଅଗଣାରେ ଏକ ଭୟଙ୍କର ନୀରବତା ଖେଳିଗଲା। ବିକାଶର ଆଖିରୁ ଲୁହ ବହିଯାଉଥିଲା। ମାଙ୍କର ଏହି ଭାବପ୍ରବଣ ଶବ୍ଦଗୁଡ଼ିକର ଦୁଇ ଝିଅଙ୍କ ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ସୀମା ବଡ଼ ନିର୍ଲଜ୍ଜ ଭାବରେ ଉତ୍ତର ଦେଲା, ମା, ଭାଇନା ଯାହା କରିଛନ୍ତି ତାହା ତାଙ୍କର କର୍ତ୍ତବ୍ୟ ଥିଲା। ଜଣେ ଭାଇ ନିଜ ଭଉଣୀମାନଙ୍କ ପାଇଁ ଯାହା କରେ, ଭାଇନା ତାହା ହିଁ କରିଛନ୍ତି। ଏବଂ ଆମେ ଏଠାରେ କୌଣସି ଭିକ୍ଷା ମାଗୁନାହୁଁ। ଆମେ ଆମର ଆଇନଗତ ହକ୍ ମାଗୁଛୁ। ଏହା ଶୁଣି ବିକାଶ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗିଗଲା। ତାକୁ ଲାଗିଲା ଯେପରି କେହି ତାର ଛାତିରେ ଛୁରୀ ଭୁଷି ଦେଇଛି। ଯେଉଁ ଭଉଣୀମାନଙ୍କ ଗୋଟିଏ ହସ ପାଇଁ ସେ ନିଜର ଅସଂଖ୍ୟ ଆବଶ୍ୟକତାକୁ ମାରି ଦେଇଥିଲା, ଯାହାଙ୍କ ଖୁସି ପାଇଁ ସେ ନିଜ ଯୌବନ ଦୋକାନରେ ବସି ବସି କାଟି ଦେଇଥିଲା, ଆଜି ସେହିମାନେ ତାକୁ ପର କରି ଦେଉଥିଲେ, ତାକୁ ବେଘର କରିବାକୁ ତତ୍ପର ଥିଲେ। ଠିକ୍ ସେତିକିବେଳେ ସୀମାର ଫୋନ୍ ବାଜି ଉଠିଲା। ସେ ଉଠି ଅଗଣାର କୋଣକୁ ଯାଇ କଥା ହେବାକୁ ଲାଗିଲା। ଅନ୍ୟପଟେ ତାର ସ୍ୱାମୀ ଥିଲା। ହଁ, କହିଦେଇଛି। ନାହିଁ, ଏବେ ମାନୁନାହାନ୍ତି। ଆପଣ ଚିନ୍ତା କରନ୍ତୁ ନାହିଁ। ମୋର ଭାଗ ତ ମୁଁ ଯେକୌଣସି ମୂଲ୍ୟରେ ଛାଡ଼ିବି ନାହିଁ। ଏହା କ'ଣ କିଛି କଥା ହେଲା ଭଲା? ସେ ଏତେ ବଡ଼ ଘର ଏବଂ ଭଲ ରୋଜଗାର ହେଉଥିବା ଦୋକାନ ଉପରେ ବସି ମଜା କରୁଛନ୍ତି, ଆଉ ଆମେ ଏଠାରେ ଘୁମୁରି ଘୁମୁରି ଗୁଜୁରାଣ ମେଣ୍ଟାଇବା। ମୁଁ ନେଇକି ହିଁ ରହିବି ମୋର ଭାଗ। ଏତିକି କହି ସେ ଫେରି ଆସି ବସିଗଲା, ଯେପରି କିଛି ହିଁ ହୋଇନାହିଁ। ତାର ମୁହଁରେ କଠୋରତା ବ୍ୟତୀତ ଅନ୍ୟ କୌଣସି ଭାବ ନଥିଲା। ସୁମିତ୍ରା ଦେବୀ ଆଉ ଏକ ଚେଷ୍ଟା କଲେ। ଦେଖ ଝିଅ, ତୁମ ଭାଇ ତୁମ ପାଇଁ କ'ଣ କ'ଣ ନ କରିଛି। ତୁମର ପ୍ରତ୍ୟେକ ଅସୁବିଧାରେ ତୁମ ସହିତ ଠିଆ ହୋଇଛି। ତୁମ ବାପା ଯିବା ପରେ ସେ ଏକା ଏହି ଘରକୁ ସମ୍ଭାଳିଛି, ମୋର ଯତ୍ନ ନେଇଛି। ମୋର ରୋଗ ଉପରେ ଏତେ ଖର୍ଚ୍ଚ ହେଉଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସେ କିଛି ମଧ୍ୟ କହିନାହିଁ। ତୁମ ଭାଉଜ ମଧ୍ୟ ମୋର ପୁରା ଧ୍ୟାନ ରଖେ। ତୁମକୁ ତ ଏହି କଥାରେ ଖୁସି ହେବା କଥା ଥିଲା ଯେ ତୁମର ବାପଘର ଆବାଦ ଅଛି। ଓଲଟା ତୁମେ ତାଠାରୁ ସମ୍ପତ୍ତିର ଭାଗ ମାଗୁଛ। ଟିକିଏ ତ ଲାଜ କର। କିନ୍ତୁ ଦୁଇ ଭଉଣୀ କିଛି ଶୁଣିଲେ ନାହିଁ। ସେମାନେ ଯେପରି ନିଜର ବିବେକ ଏବଂ ସବୁ ଲାଜ ନିଜ ଘରେ ଛାଡ଼ି ଆସିଥିଲେ। ଭାଇନା, ଇମୋସନାଲ ହେଲେ କିଛି ହେବ ନାହିଁ। ଆମକୁ ପଇସା ଦରକାର। ଆମର ମଧ୍ୟ ପିଲାମାନେ ଅଛନ୍ତି। ସେମାନଙ୍କର ମଧ୍ୟ ଭବିଷ୍ୟତ ଅଛି। ଆପଣ ଏହି ଘର ଏବଂ ଦୋକାନ ବିକି ଦିଅନ୍ତୁ। ଯାହା ବି ପଇସା ମିଳିବ ଆମେ 3 ଜଣ ସମାନ ଭାଗରେ ବାଣ୍ଟି ନେବ। ବିକିଦେବି? ବିକାଶ ଅବିଶ୍ୱାସରେ ପଚାରିଲା। ନିଜ ବାପାଙ୍କ ସ୍ମୃତିକୁ ବିକିଦେବି? ନିଜ ମା, ନିଜ ସ୍ତ୍ରୀ ପିଲାଙ୍କ ସହିତ ବେଘର ହୋଇଯିବି? ଯଦି ବିକିବାକୁ ନାହିଁ, ତେବେ ଆପଣ ଆମକୁ ଆମର ଭାଗର ସମାନ ପଇସା ଦେଇ ଦିଅନ୍ତୁ। ରେଖା କହିଲା। ଆମ ପାଖରେ ଅଧିକ ସମୟ ନାହିଁ। ଯଦି ଗୋଟିଏ ସପ୍ତାହ ଭିତରେ ଆପଣ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଆମକୁ ବାଧ୍ୟ ହୋଇ କୋର୍ଟ ଯିବାକୁ ପଡ଼ିବ। ଏହି ଶବ୍ଦ ଶୁଣି ବିକାଶର କାନରେ ସନସନି ଖେଳିଗଲା। ତାର ନିଜ ରକ୍ତ, ତାର ନିଜ ଭଉଣୀମାନେ ତାକୁ କୋର୍ଟରେ ଟାଣିବେ। ସେହି ଅଗଣାରେ ଯେଉଁଠାରେ କିଛି ସମୟ ପୂର୍ବରୁ ସେ ନିଜ ଭଉଣୀମାନଙ୍କ ଆସିବାର ଖୁସିରେ ନାଚୁଥିଲା,
ଏବେ ସେ ନିଜ ପରିବାରର ଖଣ୍ଡଗୁଡ଼ିକୁ ବିକ୍ଷିପ୍ତ ହେଉଥିବାର ଦେଖୁଥିଲା। ଦୁଇ ଭଉଣୀ ନିଜ କଥା କହି ସେଠାରୁ ଚାଲିଗଲେ। ବିକାଶ ସେଇଠି ତଳେ ବସିଗଲା। ସୁମିତ୍ରା ଦେବୀଙ୍କ ଆଖିରୁ ଲୁହ ବୋହିବାକୁ ଲାଗିଲା। ସେ ବୁଡ଼ବୁଡ଼େଇ କହିଲେ, ହେ ଭଗବାନ, ଏହା କ'ଣ ହୋଇଗଲା? ମୁଁ ଜାଣିନଥିଲି ଯେ ମୁଁ ଝିଅମାନଙ୍କୁ ନୁହେଁ ନାଗୁଣୀମାନଙ୍କୁ ଜନ୍ମ ଦେଇଥିଲି, ଯେଉଁମାନେ ଆଗକୁ ଯାଇ ନିଜ ଭାଇକୁ ଦଂଶନ କରିବେ। କିଛି ଦିନ କଷ୍ଟରେ କଟିଗଲା। ଘରେ ଏକ ଅଜବ ଶୋକ ଛାଇ ରହିଥିଲା। କେହି କାହା ସହିତ କଥା ହେଉନଥିଲେ। ବିକାଶ ତାର ଛୋଟ ଦୋକାନକୁ ପ୍ରତିଦିନ ପରି ଯାଉଥିଲା, କିନ୍ତୁ ତାର ମନ ଅନ୍ୟ କେଉଁଆଡ଼େ ଘୁରୁଥିଲା। ତାର ଶରୀର ଦୋକାନରେ ଥାଏ, କିନ୍ତୁ ଆତ୍ମା ଘରେ ଲାଗି ରହିଥାଏ। ତାର ଭଉଣୀମାନଙ୍କର କଟୁ ଶବ୍ଦ ତାର କାନରେ ଗୁଞ୍ଜରଣ କରୁଥାଏ, ତୀର ପରି ବାରମ୍ବାର ତାର ହୃଦୟକୁ ବିନ୍ଧୁଥାଏ। ଗତ 1 ସପ୍ତାହ ଧରି ସେ ଏକ ଅଜଣା ଭୟର ଛାଇରେ ବଞ୍ଚୁଥିଲା, ମାନେ କୌଣସି ଝଡ଼ ଆସିବାକୁ ଯାଉଛି। ଦିନେ ଦ୍ୱିପ୍ରହରରେ ଯେତେବେଳେ ଚାରିଆଡ଼େ ନୀରବତା ଛାଇ ରହିଥିଲା, ଡାକବାଲାଙ୍କ ସ୍ୱର ସେହି ନୀରବତାକୁ ଭଙ୍ଗ କରିଦେଲା। ବିକାଶ ବାବୁ, ଆପଣଙ୍କ ଚିଠି। ତାଙ୍କ ହାତରେ ଏକ ସରକାରୀ ଲଫାଫା ଥିଲା, ଯାହା କୌଣସି ସାଧାରଣ ଚିଠି ନଥିଲା, ବରଂ ବିଶ୍ୱାସଘାତକତାର ଏକ ନିମନ୍ତ୍ରଣ ଥିଲା। ଥରୁଥିବା ହାତରେ ବିକାଶ ଲଫାଫା ଖୋଲିଲା। ଭିତରେ ଥିଲା କଚେରୀ କାଗଜପତ୍ର, ଯାହା ଉପରେ ମୋହର ଲାଗିଥିଲା। ଯେତେବେଳେ ସେ ପଢ଼ିଲା, ତାର 2 ଭଉଣୀ ସୀମା ଓ ରେଖା ବାପାଙ୍କ ସମ୍ପତ୍ତିରେ ଭାଗ ମାଗିବା ପାଇଁ ତା ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ତାର ହୃଦୟ ଧକ୍ ହୋଇଗଲା। କାଗଜ ତାର ହାତରୁ ଖସି ପବନରେ ଉଡ଼ିଯାଇ ଭୂମିରେ ପଡ଼ିଗଲା। ବିକାଶ ମଧ୍ୟ ସେହିପରି ନିର୍ଜୀବ ହୋଇ ଅଗଣାରେ ପଡ଼ିଥିବା ଚୌକି ଉପରେ ଧଡ଼ କରି ବସିପଡ଼ିଲା। ସେହି ମୁହୂର୍ତ୍ତରେ ତାର ଆଖି ଆଗରେ ସବୁ କିଛି ଘୂରିଗଲା। ତାକୁ ତାର ବାପାଙ୍କ ଚେହେରା ମନେ ପଡ଼ିଲା, ଯେ ଗର୍ବରେ କହୁଥିଲେ, ମୋର ଝିଅମାନେ ମୋର ଗର୍ବ, ଏମାନେ ମୋର ନାମ ଉଜ୍ଜ୍ୱଳ କରିବେ। ଏବେ ସେହି ଝିଅମାନେ ତାଙ୍କ ଦ୍ୱାରା ତିଆରି ଘରର ମୂଳଦୁଆକୁ ହଲାଇବାକୁ ତତ୍ପର ଥିଲେ। ସେତିକିବେଳେ ଏକ ଅସ୍ପଷ୍ଟ ସ୍ମୃତି ତାକୁ ଛୁଇଁଲା। ସେହିଦିନ ଯେତେବେଳେ ଅନେକ ବର୍ଷ ପୂର୍ବେ ତାର ବଡ଼ ଭଉଣୀ ସୀମା କଲେଜରୁ ଫେରୁଥିବା ସମୟରେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା। ସେ ରକ୍ତରେ ଜୁଡ଼ୁବୁଡ଼ୁ ଥିଲା। ଖବର ମିଳିବା ମାତ୍ରେ ବିକାଶ ଦୋକାନ ବନ୍ଦ କରି ପାଗଳଙ୍କ ପରି ଡାକ୍ତରଖାନା ଆଡ଼କୁ ଦୌଡ଼ିଲା। ଡାକ୍ତର କହିଥିଲେ, ତୁରନ୍ତ O ନେଗେଟିଭ ରକ୍ତ ଦରକାର, ନଚେତ୍ ଆମେ ତାକୁ ବଞ୍ଚାଇ ପାରିବୁ ନାହିଁ। O ନେଗେଟିଭ ଏକ ଦୁର୍ଲଭ ରକ୍ତ ଗ୍ରୁପ, ଯାହା ବିକାଶର ମଧ୍ୟ ଥିଲା। ସେ କିଛି ନ ଭାବି ନିଜ ରକ୍ତ ଦେଲା। କିଛି ସମୟ ପରେ ତାର ରକ୍ତ ତାର ଭଉଣୀର ଶିରାରେ ପ୍ରବାହିତ ହେଉଥିଲା, ତାକୁ ନୂଆ ଜୀବନ ଦେଇଥିଲା। ଯେ ପର୍ଯ୍ୟନ୍ତ ସୀମାକୁ ହୋସ୍ ଆସିନଥିଲା, ସେ ତାର ସେଜ ପାଖରେ ବସି ରହିଥିଲା। ଆଜି ସେହି ଭଉଣୀ, ଯାହା ଶରୀରରେ ତାର ଦିଆଯାଇଥିବା ରକ୍ତ ପ୍ରବାହିତ ହେଉଥିଲା, ସେହି ତାର ରକ୍ତ ଶୋଷିବାକୁ ପ୍ରସ୍ତୁତ ଥିଲା, କେବଳ ଇଟା ପଥର ଏବଂ କାଗଜ ଖଣ୍ଡ ପାଇଁ। କ'ଣ ଏହା ପାଇଁ? ବିକାଶ ନିଜକୁ ପ୍ରଶ୍ନ କଲା। ତାର ଆଖିରୁ ଲୁହର ସୁଅ ଛୁଟି ଆସିଲା। ସେ ଭୂମିରେ ବସି କାନ୍ଦିବାକୁ ଲାଗିଲା। ତାର କାନ୍ଦ ଶୁଣି ତାର ମା ସୁମିତ୍ରା ବାହାରକୁ ଆସିଲେ। ଯେତେବେଳେ ତାଙ୍କୁ କଚେରୀ ନୋଟିସ ବିଷୟରେ ଜଣାପଡ଼ିଲା, ସେ ଛାତି ପିଟି କାନ୍ଦିବାକୁ ଲାଗିଲେ। ହେ ଭଗବାନ, ଏ କି ଦିନ ଦେଖାଇଲ! ଯେଉଁ ଝିଅମାନଙ୍କୁ ମୁଁ କୋଳରେ ପାଳିଥିଲି, ସେମାନେ ମୋ ପୁଅର ଶତ୍ରୁ ହୋଇଗଲେ। ଏହାଠାରୁ ଭଲ ଥିଲା ତୁ ମୋତେ ଉଠାଇ ନେଇଥାନ୍ତୁ। ଘରେ କୋଳାହଳ ଖେଳିଗଲା। ସେତିକିବେଳେ ବିକାଶର ପତ୍ନୀ ସୁନିତା ଆଗକୁ ବଢ଼ି ତାର କାନ୍ଧ ଉପରେ ହାତ ରଖିଲା। ତାର ଆଖିରେ ଲୁହ ନଥିଲା, ବରଂ ଏକ ଅଟଳ ସାହସ ଥିଲା। ସେ ବିକାଶର ହାତକୁ ଦୃଢ଼ ଭାବରେ ଧରି କହିଲା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ଏକା ନାହାନ୍ତି, ମୁଁ ଆପଣଙ୍କ ସହିତ ଅଛି। ଆମେ ସମସ୍ତେ ମିଶି ଏହି ଝଡ଼ର ମୁକାବିଲା କରିବା। ସେ ଭୂମିରେ ପଡ଼ିଥିବା କାଗଜ ଉଠାଇଲା ଏବଂ ବିକାଶର ଆଖିରେ ଚାହିଁ କହିଲା, ସେମାନେ ଆଇନର ରାସ୍ତା ବାଛିଛନ୍ତି, ତେବେ ଆମେ ମଧ୍ୟ ଆଇନ ଦ୍ୱାରା ହିଁ ଲଢ଼ିବା। ଭଗବାନଙ୍କ ଠାରୁ ବଡ଼ ବିଚାରପତି କେହି ନୁହନ୍ତି। ଆମକୁ ନ୍ୟାୟ ମିଳିବ। ସୁନିତାର ଶବ୍ଦଗୁଡ଼ିକ ବିକାଶକୁ ଟିକିଏ ବଳ ଦେଲା, କିନ୍ତୁ ତାର ହୃଦୟ ଭାଙ୍ଗି ଯାଇଥିଲା। ସେହି ଦିନ ଆସିଗଲା, ଯାହାର ଭୟ ତାକୁ ସପ୍ତାହେ ଧରି ଘାରୁଥିଲା। ବିକାଶ ଅଦାଲତର କାଠଗଡ଼ାରେ ଠିଆ ହୋଇଥିଲା, ମାନେ କୌଣସି ଅପରାଧୀ ହୋଇ। ତାର ଅପରାଧ, ନିଜ ଭଉଣୀମାନଙ୍କୁ ଅସୀମ ଭଲ ପାଇବା, ସେମାନଙ୍କ ପାଇଁ ସବୁ କିଛି ବଳିଦାନ କରିଦେବା। ସାମ୍ନା କାଠଗଡ଼ାରେ ଠିଆ ହୋଇଥିଲେ ତାର ଭଉଣୀମାନେ, ସୀମା ଓ ରେଖା, ଯାହାଙ୍କ ଚେହେରାରେ ନା ଦୁଃଖ ଥିଲା ନା ଅନୁତାପ, କେବଳ ନିଜ ହକ୍ ପାଇଁ ଜିଦ୍। ଅଦାଲତର କାର୍ଯ୍ୟ ଆରମ୍ଭ ହେଲା। ଦୁଇ ପକ୍ଷର ଓକିଲ ନିଜ ନିଜର ଯୁକ୍ତି ଉପସ୍ଥାପନ କରୁଥିଲେ। ସେତିକିବେଳେ ଜଜ୍ ସାହେବ, ଜଣେ ଅଭିଜ୍ଞ ଏବଂ ବୁଝିବା ବୟସ୍କ ବ୍ୟକ୍ତି ବିକାଶ ଆଡ଼କୁ ଚାହିଁ ପଚାରିଲେ, ମିଷ୍ଟର ବିକାଶ, ଯେତେବେଳେ ଆଇନ ଝିଅମାନଙ୍କୁ ବାପାଙ୍କ ସମ୍ପତ୍ତିରେ ସମାନ ହକ୍ ଦିଏ, ତେବେ ଆପଣ ସେମାନଙ୍କୁ ସେମାନଙ୍କ ଭାଗ ଦେବାକୁ କାହିଁକି ମନା କରୁଛନ୍ତି? ବିକାଶର ଆଖି ଭରି ଆସିଲା, କିନ୍ତୁ ସେ ନିଜକୁ ସମ୍ଭାଳିଲା। ଜଜ୍ ସାହେବ, ସେ ଥରୁଥିବା ସ୍ୱରରେ କହିଲା, ମୁଁ କେବେ ସେମାନଙ୍କ ଅଧିକାରକୁ ଅସ୍ୱୀକାର କରିନାହିଁ, କିନ୍ତୁ ସେମାନେ ସେହି ଦୋକାନରେ ଭାଗ ମାଗୁଛନ୍ତି, ଯେଉଁଥିରୁ ମୁଁ ମୋ ପରିବାର ପାଇଁ
2 ଓଳିର ଖାଦ୍ୟ ରୋଜଗାର କରେ। ସେମାନେ ସେହି ଘରେ ଭାଗ ଚାହୁଁଛନ୍ତି ଯାହା ମୋର ବୃଦ୍ଧା ମା ଏବଂ ମୋ ପିଲାମାନଙ୍କର ଏକମାତ୍ର ଆଶ୍ରୟ। ଯଦି ଏହା ବି ବାଣ୍ଟି ହୋଇଯାଏ ତେବେ ଆମେ କୁଆଡ଼େ ଯିବୁ ଜଜ୍ ସାହେବ? ତାର ଆଖିରୁ ଲୁହ ବୋହିବାକୁ ଲାଗିଲା। ମାଇ ଲର୍ଡ, ସେ ଆଗକୁ କହିଲା, ମୋର ବୟସ ମାତ୍ର 16 ବର୍ଷ ଥିଲା ଯେତେବେଳେ ମୋ ବାପାଙ୍କ ଦେହ ଖରାପ ହେବାକୁ ଲାଗିଲା। ସେ ଦୋକାନକୁ ଯାଇପାରୁନଥିଲେ। ସେହି ବୟସରେ ଯେତେବେଳେ ମୋ ସମବୟସ୍କମାନେ ଖେଳକୁଦରେ ମସଗୁଲ ଥିଲେ, ମୁଁ ଦୋକାନରେ ବସୁଥିଲି। ମୁଁ ମୋର ପାଠପଢ଼ା ଛାଡ଼ିଦେଲି, ଯାହାଫଳରେ ମୋ ଭଉଣୀମାନଙ୍କର ପାଠପଢ଼ା ପୂରା ହୋଇପାରିବ। ମୁଁ ସେମାନଙ୍କ ପାଇଁ କଲେଜ ଫିସ୍ ଦେଲି। ସେମାନଙ୍କ ବାହାଘରରେ ନିଜ ଶକ୍ତିଠାରୁ ଅଧିକ ଖର୍ଚ୍ଚ କଲି। ସୁଧ ଉପରେ ଋଣ ନେଲି, କିନ୍ତୁ କୌଣସି ଅଭାବ ଛାଡ଼ିଲି ନାହିଁ। ଆଜି ମୁଁ ଏକ ଛୋଟ ଦୋକାନ ଚଳାଉଛି ଏବଂ ମୋ ଭଉଣୀମାନେ ଆରାମଦାୟକ ଜୀବନ ବଞ୍ଚୁଛନ୍ତି। କ'ଣ ଏବେ ମୁଁ ମୋ ପରିବାରକୁ ବି ସବୁ ସୁଖରୁ ବଞ୍ଚିତ କରିଦେବି? ସେତିକିବେଳେ ବିପକ୍ଷ ଓକିଲ, ଜଣେ ତେଜ ଏବଂ କଠୋର ଦେଖାଯାଉଥିବା ବ୍ୟକ୍ତି ଠିଆ ହୋଇଗଲା। ସେ ତାଚ୍ଛଲ୍ୟ କରି କହିଲା, ଅବଜେକ୍ସନ୍ ମାଇ ଲର୍ଡ, ଏଥିରେ ଗଣିବାର କ'ଣ କଥା ଅଛି? ଯାହା ବିକାଶ କରିଛି ତାହା ପ୍ରତ୍ୟେକ ଭାଇ କରେ। ଏଥିରେ କୌଣସି ବଡ଼ ତୀର ମାରିନାହିଁ। ବିକାଶ ଓକିଲ ତୁରନ୍ତ ଠିଆ ହେଲେ। ଅବଜେକ୍ସନ୍, ମୋର ବିଦ୍ୱାନ ବନ୍ଧୁ ହୁଏତ ଭୁଲି ଯାଉଛନ୍ତି ଯେ କର୍ତ୍ତବ୍ୟ ଉଭୟ ପଟରୁ ହୁଏ। ମୋର କ୍ଲାଏଣ୍ଟ ସୀମାଙ୍କ ବାହାଘରରେ 10 ବର୍ଷ ପୂର୍ବେ 1 ଲକ୍ଷ ଏବଂ ରେଖାଙ୍କ ବାହାଘରରେ 7 ବର୍ଷ ପୂର୍ବେ 14 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହା କୌଣସି ଛୋଟ ରାଶି ନୁହେଁ। ଏହା ପରେ ମଧ୍ୟ ପ୍ରତି ଓଷା ପର୍ବରେ ସେ ନିଜ ଭଉଣୀମାନଙ୍କୁ କେବେ ଖାଲି ହାତରେ ଫେରାଇ ନାହାନ୍ତି। ଜଜ୍ ସାହେବ ସହମତିରେ ମୁଣ୍ଡ ହଲାଇଲେ। ବିକାଶର ଓକିଲ କହିଲେ, ମାଇ ଲର୍ଡ, ମୋର କ୍ଲାଏଣ୍ଟର ପରିବାର ଆଜି ବି ସାଧାରଣ ଜୀବନ ବଞ୍ଚୁଛି। ତାଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢ଼ନ୍ତି, ଯେତେବେଳେ କି ତାଙ୍କ ଭଉଣୀମାନେ ଧନୀ ଅଞ୍ଚଳରେ ରହୁଛନ୍ତି। କିନ୍ତୁ ସୀମା ଏବଂ ରେଖା ଉପରେ ଏହି କଥାଗୁଡ଼ିକର କୌଣସି ପ୍ରଭାବ ପଡ଼ିଲା ନାହିଁ। ସୀମା ଶୀତଳତା ସହିତ କହିଲା, ଜଜ୍ ସାହେବ, ଏହି ଭାବପ୍ରବଣ କଥା କିଛି ବଦଳାଏ ନାହିଁ। ଆମେ କେବଳ ତାହା ହିଁ ମାଗୁଛୁ ଯାହା ଆଇନ ଆମକୁ ଅଧିକାର ଦେଇଛି। ବିକାଶର ଧୈର୍ଯ୍ୟ ଏବେ ଭାଙ୍ଗି ସାରିଥିଲା। ସେ କାଠଘୋଡ଼ାକୁ ଜୋରରେ ଧରି ଚିତ୍କାର କରି କହିଲା, ଜଜ୍ ସାହେବ, ଯେତେବେଳେ ସୀମାର ସ୍ୱାମୀଙ୍କ ବ୍ୟବସାୟ ବୁଡ଼ିଗଲା ଏବଂ ତାଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଥିଲା, ସେତେବେଳେ ଏମାନେ କାହାକୁ ସାହାଯ୍ୟ ମାଗିଥିଲେ? ମୁଁ ନିଜର ଏହି ଘର ଉପରେ, ଯାହାକୁ ଏମାନେ ଏବେ ହଡପ କରିବାକୁ ଚାହୁଁଛନ୍ତି, ବ୍ୟାଙ୍କରୁ ଋଣ ନେଇ ତାଙ୍କୁ ସାହାଯ୍ୟ କଲି। ଆଜି ପର୍ଯ୍ୟନ୍ତ ସେହି ଋଣର କିସ୍ତି ପରିଶୋଧ କରୁଛି। ସେ ରେଖା ଆଡ଼କୁ ଆଙ୍ଗୁଠି ଉଠାଇଲା। ଆଉ ତୁ, ରେଖା, ଯେତେବେଳେ ତୋର ପୁଅ ଗୁରୁତର ଅସୁସ୍ଥ ଥିଲା ଏବଂ ଡାକ୍ତରମାନେ କହିଥିଲେ ଯେ ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର, ସେତେବେଳେ ତୁ କାହା ଦୁଆରକୁ ଯାଇଥିଲୁ? ମୋର ପତ୍ନୀ ସୁନିତା ନିଜ ବାହାଘରର ସମସ୍ତ ଗହଣା, ଯାହା ତାର ମା ଦେଇଥିଲେ, କିଛି ନ ଭାବି ମୋ ସାମ୍ନାରେ ରଖିଦେଲା। ମୁଁ ସେହି ଗହଣାଗୁଡ଼ିକୁ ବନ୍ଧକ ରଖି ତତେ ସାହାଯ୍ୟ କଲି। ଆଜି ପର୍ଯ୍ୟନ୍ତ ମୁଁ ସେହି ଗହଣା ଫେରାଇ ଆଣିପାରିନାହିଁ। ଦେଖିନିଅନ୍ତୁ, ମୋର ପତ୍ନୀଙ୍କ ହାତରେ କାଚର ଚୁଡ଼ି ଅଛି ଏବଂ ମୋ ଭଉଣୀମାନଙ୍କ ହାତରେ ସୁନାର କଙ୍କଣ। ବିକାଶର କଥାରେ ସତ୍ୟତାର ଗୁଞ୍ଜରଣ ଥିଲା। ସେ ଆଣ୍ଠୁ ମାଡ଼ି ବସିଗଲା। ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ସୁନିତା, ଯିଏ ସାମ୍ନାରେ ବସିଥିଲା, ନିଜ ଶାଢ଼ୀର କାନିରେ ମୁହଁ ଲୁଚାଇ କାନ୍ଦିବାକୁ ଲାଗିଲା। ଅଦାଲତରେ ଗଭୀର ନୀରବତା ଛାଇଗଲା। ପ୍ରତ୍ୟେକ ଆଖିରେ ଲୁହ ଥିଲା। ଜଜ୍ ସାହେବ ଚଷମା ଓହ୍ଲାଇଲେ, ନିଜ ଆଖିର ଲୁହ ପୋଛିଲେ ଏବଂ ଗମ୍ଭୀର ସ୍ୱରରେ ସୀମା ଓ ରେଖାଙ୍କୁ ପଚାରିଲେ, କ'ଣ ଏହା ସତ? କ'ଣ ତୁମ ଭାଇ ତୁମ ସ୍ୱାମୀଙ୍କ ବ୍ୟବସାୟ ବଞ୍ଚାଇବା ପାଇଁ ଋଣ ନେଇଥିଲେ? କ'ଣ ତାଙ୍କ ପତ୍ନୀ ତୁମ ପିଲାର ଜୀବନ ବଞ୍ଚାଇବା ପାଇଁ ଗହଣା ବନ୍ଧକ ରଖିଥିଲେ? ଦୁଇ ଭଉଣୀଙ୍କ ମୁଣ୍ଡ ଲଜ୍ଜାରେ ନଇଁଗଲା। ସେମାନଙ୍କ ଚେହେରା ଫିକା ପଡ଼ିଗଲା। ସେମାନେ କିଛି କହିପାରିଲେ ନାହିଁ। ରେଖା କେବଳ ହାଲୁକା ଭାବରେ ହଁରେ ମୁଣ୍ଡ ହଲାଇଦେଲା। ଜଜ୍ ସାହେବ ଏହି କଥା ଟିପିନେଲେ। ତାପରେ ଦୁଇ ପକ୍ଷର ଓକିଲ ଯୁକ୍ତି ତର୍କ କଲେ ଏବଂ ଜଜ୍ ସାହେବ ସେହି ଦିନର କାର୍ଯ୍ୟାନୁଷ୍ଠାନକୁ ସେହିଠାରେ ସ୍ଥଗିତ କରି ପରବର୍ତ୍ତୀ ତାରିଖ ଦେଲେ। ଯେତେବେଳେ ବିକାଶ ଅଦାଲତରୁ ଘରକୁ ଫେରିଲା, ତାର ମା ସୁମିତ୍ରା ଦେବୀ, ଯିଏ ଦୁଆର ମୁହଁରେ ତାର ବାଟ ଚାହିଁ ରହିଥିଲେ, ତାର ଦୁର୍ବଳ ଓ ନିଷ୍ପ୍ରାଣ ଚେହେରା ଦେଖି ସବୁ କିଛି ବୁଝିଗଲେ। ବିକାଶ କାହା ଆଡ଼କୁ ଚାହିଁଲା ନାହିଁ। ସେ ଏକ ଜୀବନ୍ତ ଶବ ପରି ଚାଲି ଚାଲି ନିଜ କୋଠରୀକୁ ଗଲା ଏବଂ ଭିତରୁ କବାଟ ବନ୍ଦ କରିଦେଲା। କିଛି ସମୟ ନୀରବତା ରହିଲା ଏବଂ ତାପରେ କୋଠରୀ ଭିତରୁ କାନ୍ଦର ସ୍ୱର ଆସିବାକୁ ଲାଗିଲା, ଯାହା ଧୀରେ ଧୀରେ ରୋଦନରେ ପରିଣତ ହୋଇଗଲା। ସେ ସେଜ ଉପରେ ମୁହଁ ମାଡ଼ି ପଡ଼ି କାନ୍ଦୁଥିଲା। ଆଜି ତାର ସମସ୍ତ ସଂଯମ, ସମସ୍ତ ଧୈର୍ଯ୍ୟ, ସମସ୍ତ ଯନ୍ତ୍ରଣା ଲୁହ ବାଟ ଦେଇ ବାହାରି ଆସୁଥିଲା। ତାକୁ ନିଜ ଭଉଣୀମାନଙ୍କର ପଥର ପରି ଚେହେରା ମନେ ପଡ଼ୁଥିଲା। ତାକୁ ବିପକ୍ଷ ଓକିଲଙ୍କ ବ୍ୟଙ୍ଗ ମନେ ପଡ଼ୁଥିଲା। ସେ ସମ୍ପୂର୍ଣ୍ଣ ରୂପେ ନିରୁପାୟ ହୋଇଯାଇଥିଲା। କବାଟ ବାହାରେ ଠିଆ ହୋଇଥିବା ସୁନିତା ଏବଂ ସୁମିତ୍ରା ଦେବୀଙ୍କ ହୃଦୟ ବସି ଯାଉଥିଲା। ସେମାନେ ଆଜି ପର୍ଯ୍ୟନ୍ତ ବିକାଶକୁ ଏପରି ଭାଙ୍ଗି ଯାଉଥିବାର କେବେ ଦେଖିନଥିଲେ। ସେହି ମଣିଷଟି, ଯିଏ ପୂରା ପରିବାର ପାଇଁ ଏକ ପଥର ପରି ଠିଆ ହେଉଥିଲା, କିନ୍ତୁ ଆଜି ସେହି ମଣିଷ
ପଥର ବାଲି ପରି ଛିନଛତ୍ର ହୋଇଯାଉଥିଲା। ସେତିକି ବେଳେ 8 ବର୍ଷର ରୋହନ ଓ 6 ବର୍ଷର ରିୟା, ଯେଉଁମାନେ ସ୍କୁଲରୁ ଆସି ନିଜ ବାପାଙ୍କୁ ଅପେକ୍ଷା କରିଥିଲେ, କୋଠରୀର ଦୁଆର ପର୍ଯ୍ୟନ୍ତ ଆସିଲେ। ସେମାନେ କବାଟର ଝର୍କା ଦେଇ ନିଜ ବାପାଙ୍କୁ କାନ୍ଦୁଥିବାର ଦେଖିଲେ। ଏହା ଦେଖି ସେମାନଙ୍କ ଛୋଟ ଦୁନିଆରେ ଯେପରି ଭୂକମ୍ପ ଆସିଗଲା। ସେମାନେ ନିଜ ବାପାଙ୍କୁ ଭଗବାନ ମାନୁଥିଲେ, ଜଣେ ସୁପର ହିରୋ ଯେ କେବେ ଦୁର୍ବଳ ହୋଇପାରିବ ନାହିଁ। ତାଙ୍କୁ କାନ୍ଦୁଥିବାର ଦେଖି ଉଭୟଙ୍କ ଆଖି ଭରି ଆସିଲା। ସେମାନେ କବାଟ ଠକ୍ ଠକ୍ କଲେ। ବାପା, କବାଟ ଖୋଲ ପ୍ଲିଜ୍। କିଛି ସମୟ ପରେ ବିକାଶ କବାଟ ଖୋଲିଦେଲା। ସେମାନେ ପରସ୍ପରର ହାତ ଧରି ଭିତରକୁ ଚାଲିଗଲେ। ଦୁହିଁଙ୍କ ଛୋଟ ହାତରେ ସେମାନଙ୍କର ମାଟିର ସରାଗାତ ଥିଲା, ନାଲି ରଙ୍ଗର, ଯେଉଁଥିରେ ସେମାନେ ଗତ 1 ବର୍ଷ ହେବ ଚକୋଲେଟ୍ ଏବଂ ଖେଳନା ପାଇଁ ମିଳିଥିବା ପକେଟ୍ ଖର୍ଚ୍ଚର ପଇସା ସଞ୍ଚୟ କରୁଥିଲେ, କୌଣସି ମେଳାକୁ ଯିବା ପାଇଁ, କୌଣସି ବଡ଼ ଖେଳନା କିଣିବା ପାଇଁ। ରୋହନ ନିଜ ବାପାଙ୍କ ପାଖକୁ ଯାଇ ବଡ଼ ନିରୀହ ଚେହେରା ସହିତ ତାଙ୍କ ହାତକୁ ଛୁଇଁ ପଚାରିଲା, ବାପା, ଆପଣ କାହିଁକି କାନ୍ଦୁଛନ୍ତି? ବିକାଶ ନିଜ ଲୁହ ପୋଛି ନିଜ ପିଲାମାନଙ୍କ ଆଡ଼କୁ ଚାହିଁଲା। ସେମାନଙ୍କ ନିରୀହ ଆଖିରେ ନିଜ ପାଇଁ ଚିନ୍ତା ଦେଖି ତାର ହୃଦୟ ଆହୁରି ଫାଟିଗଲା। ସେ କିଛି କହିପାରିଲା ନାହିଁ, କେବଳ ସେମାନଙ୍କୁ ଚାହିଁ ରହିଲା। ସେତିକିବେଳେ ରିୟା ନିଜର ଅସ୍ପଷ୍ଟ ସ୍ୱରରେ କହିଲା, ବାପା, ସେ 2 ବଡ଼ ପିଉସୀ ନାନୀ ପଇସା ପାଇଁ ହିଁ ଆପଣଙ୍କୁ ହଇରାଣ କରୁଛନ୍ତି ନା? ମୁଁ ଆପଣଙ୍କୁ ଓ ମାମାଙ୍କୁ କଥା ହେଉଥିବାର ଶୁଣୁଥିଲି। ବିକାଶ ଚୁପ୍ ରହିଲା। ଏହି ପ୍ରଶ୍ନର ସେ କ'ଣ ଉତ୍ତର ଦିଅନ୍ତା। ସେତିକିବେଳେ ରୋହନ ନିଜର ଓ ରିୟାର ସରାଗାତ ଆଗକୁ ବଢ଼ାଇ କହିଲା, ବାପା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ଆମର ଏହି 2 ସରାଗାତ ନେଇଯାଆନ୍ତୁ। ଏଥିରେ ବହୁତ ପଇସା ଅଛି। ଆପଣ ଏହି ସବୁ ପଇସା 2 ପିଉସୀ ନାନୀଙ୍କୁ ଦେଇ ଦିଅନ୍ତୁ ଏବଂ ସେମାନଙ୍କୁ କୁହନ୍ତୁ ଯେ ସେମାନେ ଆପଣଙ୍କୁ ଆଉ ହଇରାଣ ନ କରନ୍ତୁ। କିନ୍ତୁ ଆପଣ ପ୍ଲିଜ୍ କାନ୍ଦନ୍ତୁ ନାହିଁ। ଯେତେବେଳେ ଆପଣ କାନ୍ଦନ୍ତି ଆମକୁ ଭଲ ଲାଗେ ନାହିଁ। ପିଲାମାନଙ୍କ ମୁହଁରୁ ଏହି କଥା ଶୁଣି ବିକାଶର ହୃଦୟ ଯେପରି ଛାତିରୁ ବାହାରି ଆସିଥିଲା। ଗୋଟିଏ ପଟେ ତାର ନିଜ ଭଉଣୀମାନେ ଥିଲେ, ଯେଉଁମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ସେମାନଙ୍କର ଲୋଭ ଶେଷ ହେଉନଥିଲା, ଏବଂ ଅନ୍ୟପଟେ ତାର ଏହି ନିରୀହ ପିଲାମାନେ ଥିଲେ, ଯେଉଁମାନେ ନିଜ ବାପାଙ୍କର ଗୋଟିଏ ହସ ପାଇଁ ନିଜର ଛୋଟ ସଞ୍ଚୟ, ନିଜ ଜୀବନଠାରୁ ଅଧିକ ପ୍ରିୟ ସରାଗାତକୁ ଗୋଟିଏ ମୁହୂର୍ତ୍ତରେ ବଳିଦାନ କରିବାକୁ ପ୍ରସ୍ତୁତ ଥିଲେ। ବିକାଶ ଆଉ ସହିପାରିଲା ନାହିଁ। ସେ 2 ପିଲାଙ୍କୁ ଟାଣି ନିଜ ଛାତିରେ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା। ସେ ଯେପରି ସେହି ନିରୀହ ପିଲାମାନଙ୍କ ଠାରୁ ସେ ନିଜେ ହଜିଯାଇଥିବା ସାହସକୁ ଫେରାଇ ଆଣିବାକୁ ଚାହୁଁଥିଲା। ଦୁଆରରେ ଠିଆ ହୋଇଥିବା ସୁନିତା ନିଜ ସ୍ୱାମୀଙ୍କ ଯନ୍ତ୍ରଣାରେ କାନ୍ଦୁଥିଲା। ବିକାଶ ନିଜ ଭାଗ୍ୟ ଉପରେ କାନ୍ଦୁଥିଲା। ମା ନିଜ ଗର୍ଭ ଉପରେ କାନ୍ଦୁଥିଲା ଏବଂ ସେହି 2 ନିରୀହ ପିଲାମାନେ, ସେମାନେ କେବଳ ଏଥିପାଇଁ କାନ୍ଦୁଥିଲେ କାରଣ ସେମାନଙ୍କର ସୁପର ହିରୋ, ସେମାନଙ୍କର ବାପା କାନ୍ଦୁଥିଲେ। ଅଦାଲତର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନର ତାରିଖ ଆସିଲା। ଓକିଲମାନଙ୍କ ମଧ୍ୟରେ ପୁଣି ଥରେ ତୀବ୍ର ଯୁକ୍ତିତର୍କ ଆରମ୍ଭ ହେଲା। ବିକାଶର ଓକିଲ ତାର ବାଧ୍ୟବାଧକତା ଏବଂ ତ୍ୟାଗର ଦଲିଲ ଦେଉଥିଲା। ସେହି ସମୟରେ ବିପକ୍ଷ ଓକିଲର ସ୍ୱର ଅଦାଲତରେ ଗୁଞ୍ଜରିତ ହେଲା, ଅବଜେକ୍ସନ୍ ମାଇ ଲର୍ଡ, ଏହା କୋର୍ଟ, କୌଣସି ଡେଲି ଶୋର ଡ୍ରାମା ନୁହେଁ। ଯୁକ୍ତିତର୍କ ତାର ଚରମ ସୀମାରେ ଥିଲା। ପରିବେଶରେ ଏକ ଉତ୍ତେଜନା ଥିଲା। ଜଜ୍ ସାହେବ ଦ୍ୱନ୍ଦ୍ୱରେ ଥିଲେ। ଆଇନ ଏବଂ ମାନବିକତା ମଧ୍ୟରେ ଥିବା ଦୂରତ୍ୱ ତାଙ୍କୁ ସ୍ପଷ୍ଟ ଦେଖାଯାଉଥିଲା। ସେତିକିବେଳେ ଅଦାଲତର କବାଟ ଏକ ଚିଁ ଚିଁ ଶବ୍ଦ ସହିତ ଖୋଲିଲା। ସମସ୍ତଙ୍କ ଧ୍ୟାନ ସେହି ଆଡ଼କୁ ଗଲା। ଏକ ହୁଇଲ୍ ଚେୟାରରେ ଜଣେ ଦୁର୍ବଳ କିନ୍ତୁ ଦୃଢ଼ ସଂକଳ୍ପ ଥିବା ବୃଦ୍ଧା ମହିଳା ଭିତରକୁ ପ୍ରବେଶ କଲେ। ସେ ଥିଲେ ସୁମିତ୍ରା ଦେବୀ। ତାଙ୍କ ପଛରେ ତାଙ୍କ ବୋହୂ ସୁନିତା ଠିଆ ହୋଇଥିଲା, ଯାହାଙ୍କ ଚେହେରାରେ ଚିନ୍ତା ଏବଂ ଦୃଢ଼ତାର ଏକ ମିଶ୍ରିତ ଭାବ ଥିଲା। ସୁମିତ୍ରା ଦେବୀଙ୍କ ପ୍ରବେଶ ସମଗ୍ର କୋର୍ଟ ରୁମ୍ରେ ଏକ ନୀରବତା ଆଣିଦେଲା। ବିପକ୍ଷ ଓକିଲ ତାଙ୍କୁ ଦେଖିବା ମାତ୍ରେ ଏକ ସୁଯୋଗ ବୁଝିଗଲା। ସେ ନିଜ ସ୍ଥାନରୁ ଉଠି ଠିଆ ହେଲା ଏବଂ ବ୍ୟଙ୍ଗରେ ହସି ହସି କହିଲା, ଏ ଦେଖନ୍ତୁ ଜଜ୍ ସାହେବ, ନୂଆ ପନ୍ଥା। ଯେତେବେଳେ ଭାବପ୍ରବଣ କାହାଣୀରେ କାମ ହେଲା ନାହିଁ, ତେବେ ଏବେ ନିଜ ରୋଗିଣା ମାଙ୍କୁ ହିଁ ଅଦାଲତକୁ ଆଣିଲେ। ଭାବପ୍ରବଣ ବ୍ଲାକମେଲିଂର ଆଉ ଏକ ଚେଷ୍ଟା। ଏହା ଶୁଣି ସୁମିତ୍ରା ଦେବୀ, ଯିଏ ଏ ପର୍ଯ୍ୟନ୍ତ ନୀରବ ଥିଲେ, ନିଜ ନଜର ଉଠାଇଲେ। ସେ ହୁଇଲ୍ ଚେୟାରରୁ ହିଁ ନିଜର ଥରୁଥିବା କିନ୍ତୁ ମଜବୁତ ସ୍ୱରରେ କହିଲେ, ନା ଓକିଲ ସାହେବ, ମୁଁ ଏଠାକୁ ମୋ ପୁଅର ଓକିଲାତି କରିବାକୁ କିମ୍ବା କାହାକୁ ଭାବପ୍ରବଣ ଭାବରେ ବ୍ଲାକମେଲ୍ କରିବାକୁ ଆସିନାହିଁ। ମୁଁ ଏଠାକୁ ଅଦାଲତ ସାମ୍ନାରେ ପୁରା ସତ୍ୟ ରଖିବାକୁ ଆସିଛି ଏବଂ ସତ୍ୟ ଏହା ଯେ ମୋ ପୁଅ ଜଣେ ନିହାତି ଭଦ୍ର ଓ ଭଲ ମଣିଷ, ଯିଏ କେବେ କାହାର ହକ୍ ମାରିବା ବିଷୟରେ ଭାବି ମଧ୍ୟ ପାରିବ ନାହିଁ। ସେ ନିଜ ଝିଅମାନଙ୍କ ଆଡ଼କୁ ଚାହିଁଲେ ଏବଂ କହିଲେ, ସତ୍ୟ ଏହା ଯେ ଏ ବିବାହ ପରେ ମଧ୍ୟ ପ୍ରତି ପାଦରେ ନିଜର ଏହି ଭଉଣୀମାନଙ୍କୁ ସାହାଯ୍ୟ କରିଛି, କିନ୍ତୁ ଯେତେବେଳେ ତାକୁ ସାହାଯ୍ୟର ଆବଶ୍ୟକତା ପଡ଼ିଲା, କେହି ଆଗକୁ ଆସିଲେ ନାହିଁ। ମୋର ରୋଗ ଉପରେ ବିକାଶ ଏ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛି। ତା ପାଖରେ ପଇସା ନଥିଲା,
ତଥାପି ସେ ଋଣ ନେଇ ମୋର ଚିକିତ୍ସା କରାଇଲା। କିନ୍ତୁ ମୋର ଏହି ପ୍ରିୟ ଝିଅମାନେ ଯେଉଁମାନଙ୍କୁ ଆଜି ସମ୍ପତ୍ତିରେ ଭାଗ ଦରକାର, ଥରେ ମଧ୍ୟ ଏହା ପଚାରିବାକୁ ଆସିନାହାନ୍ତି ଯେ ମା ତୁମେ ଜୀବିତ ଅଛ ନା ମରିଗଲ। ତାଙ୍କ ସ୍ୱରରେ ଯନ୍ତ୍ରଣା ଏବଂ କ୍ରୋଧ ଉଭୟ ଥିଲା। ଯଦି ମୋ ଝିଅମାନଙ୍କୁ ମୋ ସ୍ୱାମୀଙ୍କ ସମ୍ପତ୍ତିରେ ଭାଗ ଦରକାର, ତେବେ ସର୍ବପ୍ରଥମେ ସେମାନଙ୍କୁ ସେହି ଋଣର ଭାଗିଦାର ହେବାକୁ ପଡ଼ିବ ଯାହା ମୋ ପୁଅ ବିକାଶର ମୁଣ୍ଡ ଉପରେ ଅଛି। କ'ଣ ସେମାନେ ସେହି ଋଣରୁ ଭାଗ ପରିଶୋଧ କରିବେ ଯାହା ଏହି ଘର ଉପରେ ନିଆଯାଇଥିଲା ସେମାନଙ୍କ ନିଜ ଘରକୁ ବଞ୍ଚାଇବା ପାଇଁ? କ'ଣ ସେମାନେ ମୋର ରୋଗ ଉପରେ ହୋଇଥିବା ଖର୍ଚ୍ଚରେ ଭାଗ ଦେବେ? ସୁମିତ୍ରା ଦେବୀ ଏବେ ଜଜ୍ ସାହେବଙ୍କ ଆଡ଼କୁ ମୁହାଁଇଲେ। ତାଙ୍କ ଆଖିରେ ଲୁହ ଥିଲା, କିନ୍ତୁ ସ୍ୱରରେ ଦୃଢ଼ତା ଥିଲା। ଜଜ୍ ସାହେବ, ଆପଣ ଆଇନର ରକ୍ଷକ ଅଟନ୍ତି। ଆପଣ ହିଁ କୁହନ୍ତୁ, କ'ଣ ହକ୍ କେବଳ ଏକପାଖିଆ ହୋଇଥାଏ? ଯେତେବେଳେ ଦାୟିତ୍ୱର ସମୟ ଥିଲା, ସେତେବେଳେ ଏହା କହି ହାତ ଝାଡ଼ିଦେଲେ ଯେ ଭାଇ ଅଛି, ତାର କର୍ତ୍ତବ୍ୟ ଅଛି। ଆଉ ଯେତେବେଳେ ଆଜି ସମ୍ପତ୍ତିର କଥା ଆସିଲା, ସେତେବେଳେ ଆଇନ ମନେ ପଡ଼ିଗଲା। ସେ ନିଜ କଥା ଶେଷ କରୁ କରୁ କହିଲେ, ଯଦି କର୍ତ୍ତବ୍ୟ କେବଳ ପୁଅର, ତେବେ ହକ୍ ମଧ୍ୟ କେବଳ ପୁଅର ହେବା ଉଚିତ। ଅଦାଲତରେ ଏକ ଏପରି ନୀରବତା ଛାଇଗଲା ଯାହା କୌଣସି ଝଡ଼ ଆସିବା ପୂର୍ବରୁ ହୋଇଥାଏ। ବିପକ୍ଷ ଓକିଲ ପାଖରେ କୌଣସି ଉତ୍ତର ନଥିଲା। ଜଜ୍ ସାହେବ ଏକ ଗଭୀର ଏବଂ ତୀକ୍ଷ୍ଣ ନଜରରେ ଦୁଇ ଭଉଣୀଙ୍କ ଆଡ଼କୁ ଚାହିଁଲେ ଏବଂ ସେମାନଙ୍କୁ ଧମକ ଦେଲେ, ତୁମ ଦୁହିଁଙ୍କୁ ଲଜ୍ଜା ଲାଗିବା ଉଚିତ। ତୁମେ ନିଜର ହକ୍ ତ ମନେ ରଖିଲ, କିନ୍ତୁ ନିଜର କର୍ତ୍ତବ୍ୟ ଭୁଲିଗଲ। ନିଜ ମାତା ପିତା ଏବଂ ଭାଇ ପ୍ରତି ତୁମର ମଧ୍ୟ କିଛି କର୍ତ୍ତବ୍ୟ ଥିଲା। ଯେତେବେଳେ ଦାୟିତ୍ୱର ସମୟ ଥିଲା, ତୁମେ କେଉଁଠି ନଥିଲ? ଆଉ ଯେତେବେଳେ ସମ୍ପତ୍ତି କଥା ଆସିଲା, ଭାଗ ମାଗିବାକୁ ଚାଲି ଆସିଲ। ବିକାଶ ପରି ଭାଇ ଉପରେ ତ ଭଉଣୀମାନେ ଜୀବନ ଦିଅନ୍ତି, ଆଉ ତୁମେମାନେ ତାର ଜୀବନ ନେବାକୁ ବସିଛ। ଦୁଇ ଭଉଣୀ ମୁଣ୍ଡ ନୁଆଁଇ ଠିଆ ହୋଇ ରହିଲେ, କିନ୍ତୁ ସେମାନଙ୍କ ଓକିଲ ତଥାପି ହାର ମାନିନଥିଲେ ଏବଂ କୌଣସି ଆଇନଗତ କଥା ବାହାର କରି ଯୁକ୍ତିତର୍କ ଜାରି ରଖିଲେ। ଅଦାଲତ ସେହିଦିନ ପାଇଁ ପୁଣି ସ୍ଥଗିତ ହୋଇଗଲା। ଏକ ସପ୍ତାହ ପରେ ରାକ୍ଷୀ ପୂର୍ଣ୍ଣିମା ପର୍ବ ଆସିଲା। ଏକ ଏପରି ପର୍ବ ଯାହା ଭାଇ ଭଉଣୀର ପବିତ୍ର ସମ୍ପର୍କର ସବୁଠାରୁ ବଡ଼ ପ୍ରତୀକ ଅଟେ। କିନ୍ତୁ ବିକାଶର ଘରେ ଆଜି କୌଣସି ପର୍ବ ନଥିଲା। ଘରେ ସକାଳୁ ହିଁ ଏକ ଅଜବ ଓ ମନକୁ କଷ୍ଟ ଦେଉଥିବା ନୀରବତା ଛାଇ ରହିଥିଲା। ବିକାଶ ଏବଂ ସୁନିତାର ଦୁଇ ପିଲା ରୋହନ ଓ ରିୟା ନୂଆ ପୋଷାକ ପିନ୍ଧିଥିଲେ। ରିୟା ବଡ଼ ଖୁସିରେ ନିଜ ଭାଇ ରୋହନର ହାତରେ ଏକ ଛୋଟ ରାକ୍ଷୀ ବାନ୍ଧିଲା। ରୋହନ ମଧ୍ୟ ନିଜ ଭଉଣୀକୁ ଉପହାର ଦେଲା ଏବଂ ତାର ମୁଣ୍ଡ ଉପରେ ହାତ ରଖି ତାର ରକ୍ଷା କରିବାର ପ୍ରତିଜ୍ଞା କଲା। ଘରେ କେବଳ ଏହି ଗୋଟିଏ ମୁହୂର୍ତ୍ତ ଥିଲା ଯେଉଁଥିରେ ଟିକିଏ ଜୀବନ ଦେଖାଗଲା। କିନ୍ତୁ ବିକାଶର ହାତ ଆଜି ଶୂନ୍ୟ ଥିଲା। ଘରେ ବସି ସେ ଶୂନ୍ୟ ଆଖିରେ କବାଟକୁ ଦେଖୁଥିଲା। ପ୍ରତିବର୍ଷ ଏହି ସମୟ ସୁଦ୍ଧା ତାର ଦୁଇ ଭଉଣୀ ସୀମା ଓ ରେଖା ଘରକୁ ଆସିଯାଉଥିଲେ। ଯଦି ଆସି ନ ପାରନ୍ତି, ତେବେ ସେମାନଙ୍କ ପଠାଯାଇଥିବା ରାକ୍ଷୀର ଲଫାଫା ନିଶ୍ଚୟ ଆସିଯାଉଥିଲା। କିନ୍ତୁ ଆଜି ନା ତ କୌଣସି ଭଉଣୀ ଆସିଥିଲେ, ନା ହିଁ ରାକ୍ଷୀ ପଠାଯାଇଥିଲା। ଆଜି ପ୍ରଥମ ଥର ତାର ହାତ ରାକ୍ଷୀର ସୂତା ପାଇଁ ତରସୁଥିଲା। ସୁନିତା ତା ପାଖକୁ ଆସିଲା ଏବଂ ବିକାଶର କାନ୍ଧ ଉପରେ ହାତ ରଖି ଏକ ଆଶାପୂର୍ଣ୍ଣ ସ୍ୱରରେ କହିଲା, ଗୋଟିଏ କାମ କରନ୍ତୁ ନା, ଯଦି ଆପଣଙ୍କ ଭଉଣୀମାନେ ଆସିନାହାନ୍ତି, ତେବେ କ'ଣ ହେଲା? ବଡ଼ ତ ଆପଣ ହିଁ। କାହିଁକି ନା ଆପଣ ହିଁ ସେମାନଙ୍କ ଘରକୁ ଚାଲି ଯାଆନ୍ତୁ ରାକ୍ଷୀ ବାନ୍ଧିବା ପାଇଁ। ଟିକିଏ ମିଠା ମଧ୍ୟ ନେଇଯିବେ। ହୋଇପାରେ ପର୍ବର ଏହି ପବିତ୍ର ଦିନରେ ସେମାନଙ୍କ ହୃଦୟ ବଦଳି ଯାଇପାରେ। ହୋଇପାରେ ସେମାନେ ନିଜ ଭୁଲ ସ୍ୱୀକାର କରିପାରନ୍ତି। ସୁନିତାର ଆଖିରେ ଏକ ଆଶା ଥିଲା ଯେ ହୁଏତ ସବୁ କିଛି ପୂର୍ବପରି ହୋଇଯିବ। ବିକାଶ ନିଜ ଶୁଖିଲା ଆଖିରେ ସୁନିତାକୁ ଦେଖିଲା। ଚେହେରାରେ ଏକ ଯନ୍ତ୍ରଣାଦାୟକ ହସ ସହିତ କହିଲା, ନା ସୁନିତା, ଏବେ ନୁହେଁ। ଏବେ ଏହି ସବୁ କଥାର କୌଣସି ମାନେ ରହିଲା ନାହିଁ। ସେ ନିଜ ଶୂନ୍ୟ ହାତକୁ ଦେଖି କହିଲା, ଆମ ମଧ୍ୟରେ ଏବେ ଭାଇ ଭଉଣୀର ସମ୍ପର୍କ ଆଉ କେଉଁଠି ରହିଛି? ସବୁ ସମ୍ପର୍କ, ସବୁ ପ୍ରେମ, ସବୁ କିଛି ତ ସେହି ଅଦାଲତର କାଠଗଡ଼ାରେ ହିଁ ନଷ୍ଟ ହୋଇସାରିଛି। ଏବେ ସେମାନେ ମୋର ଭଉଣୀ ନୁହନ୍ତି ସୁନିତା। ଏବେ ତ ସେମାନେ କେବଳ ଶତ୍ରୁ ଏବଂ ମୁଁ ପ୍ରତିପକ୍ଷ। ଆଉ ଆମ ମଧ୍ୟରେ ଯେଉଁ ଦୂରତା ଆସିଯାଇଛି, ରାକ୍ଷୀର ସୂତା ମଧ୍ୟ ଏବେ ସେହି ଦୂରତାକୁ ଭରି ପାରିବ ନାହିଁ। ଏହା ଶୁଣି ପାଖ କୋଠରୀରେ ଶୋଇଥିବା ସୁମିତ୍ରା ଦେବୀଙ୍କ ହୃଦୟ ଯେପରି ଫାଟି ପଡ଼ିଲା। ଆଜି ଶୁଣାଣିର ଦିନ ଥିଲା। ସେହି ଦିନ ଯାହା ପାଇଁ ବିକାଶ ମାସ ମାସ ଧରି ଅପେକ୍ଷା କରୁଥିଲା କିମ୍ବା ହୁଏତ ଡରୁଥିଲା। ସକାଳର ସମୟ ଥିଲା। ବିକାଶ ନିଜ କୋଠରୀରେ ଝରକା ପାଖରେ ଠିଆ ହୋଇଥିଲା। ବାହାରକୁ ଦେଖୁଥିଲା, କିନ୍ତୁ ତାର ଆଖି କିଛି ବି ଦେଖୁନଥିଲା। ତାର ଚେହେରାରେ ଏକ ଅଜବ ଶାନ୍ତି ଥିଲା। ସେହି ଶାନ୍ତି ଯାହା ଝଡ଼ ପରେ ଆସେ ଯେତେବେଳେ ସବୁ କିଛି ନଷ୍ଟ ହୋଇସାରିଥାଏ। ସୁନିତା ତା ପାଖକୁ ଆସିଲା ଏବଂ ଧୀରେ କହିଲା, ପ୍ରସ୍ତୁତ ହୋଇଯାଆନ୍ତୁ, ଅଦାଲତ ପାଇଁ ବାହାରିବାକୁ ହେବ। ବିକାଶ ପଛକୁ ଫେରି ଝରକାରୁ ବାହାରକୁ ଦେଖୁ ଦେଖୁ ହିଁ କହିଲା, ସୁନିତା, ମୁଁ ଥକି ଯାଇଛି, ମୁଁ ହାରିଯାଇଛି। ସୁନିତା ଚମକି ପଡ଼ିଲା। ଆପଣ କ'ଣ କହୁଛନ୍ତି? ବିକାଶ ପଛକୁ ବୁଲିଲା। ତାର ଆଖି ନିର୍ଜୀବ ଥିଲା।
ମୁଁ ଆଜି ଅଦାଲତରେ ଯାଇ ଜଜ୍ ସାହେବଙ୍କୁ କହିଦେବି ଯେ ମୋତେ ଏହି ମକଦ୍ଦମା ଲଢ଼ିବା ବନ୍ଦ କରିବାକୁ ହେବ। ମୁଁ ମୋ ଭଉଣୀମାନଙ୍କୁ ସେମାନଙ୍କର ସମାନ ଭାଗ ଦେଇଦେବି। ଘର ବିକିଦେବା, ଦୋକାନ ବିକିଦେବା ଏବଂ ଯାହା ବି ପଇସା ଆସିବ 3 ଭାଗ କରିଦେବା। କ'ଣ? ସୁନିତାର ପାଦ ତଳୁ ମାଟି ଖସିଗଲା। କିନ୍ତୁ କିନ୍ତୁ ତାହେଲେ ଆମେ କୁଆଡ଼େ ଯିବା? ଆମ ପିଲାମାନଙ୍କର କ'ଣ ହେବ? ବିକାଶର ଆଖିରୁ ଲୁହ ଝରି ପଡ଼ିଲା। କେଉଁଠି ନା କେଉଁଠି ତ ଚାଲିଯିବା ସୁନିତା। ଭଡ଼ା ଘରେ ରହିବା। କୌଣସି ଛୋଟ କାମଧନ୍ଦା କରିନେବି। କିନ୍ତୁ ଏବେ ଏହି ସବୁ, ଏହି ଅଦାଲତ, ଏହି ଓକିଲ, ଏହି ମକଦ୍ଦମା ଆଉ ସହି ହେଉନାହିଁ। ମୁଁ ପ୍ରତିଦିନ ମୋ ଭଉଣୀମାନଙ୍କୁ ନିଜର ଶତ୍ରୁ ହେଉଥିବାର ଦେଖିପାରିବି ନାହିଁ। ମୁଁ ମୋ ମାଆଙ୍କୁ ପ୍ରତିଦିନ କାନ୍ଦୁଥିବାର ଦେଖିପାରିବି ନାହିଁ। ସେ ନିଜ ହାତରେ ନିଜ ଚେହେରା ଢାଙ୍କିଦେଲା। ମୁଁ ଥକି ଯାଇଛି ସୁନିତା। ମୁଁ ହାର ମାନୁଛି। ସୁନିତାର ହୃଦୟ ଭାଙ୍ଗିଗଲା। କିନ୍ତୁ ସେ ନିଜ ସ୍ୱାମୀଙ୍କ ହାତ ଧରିଲା। ଠିକ୍ ଅଛି, ଆପଣ ଯାହା ଠିକ୍ ଭାବୁଛନ୍ତି ତାହା ହିଁ କରନ୍ତୁ। ମୁଁ ଆପଣଙ୍କ ସହିତ ଅଛି। ସବୁବେଳେ ରହିବି। 2 ଘଣ୍ଟା ପରେ ଅଦାଲତରେ ବିକାଶ କାଠଗଡ଼ାରେ ଠିଆ ହୋଇଥିଲା। ତାର ଚେହେରା ଶାନ୍ତ ଥିଲା। ଅଦାଲତର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲା। 2 ଓକିଲ ନିଜ ନିଜ କଥା ରଖିଲେ। ସେତିକିବେଳେ ଜଜ୍ ସାହେବ ବିକାଶକୁ ସିଧା ପ୍ରଶ୍ନ କଲେ, ମିଷ୍ଟର ବିକାଶ, ଆପଣ ଏହି ମାମଲାରେ କ'ଣ କହିବାକୁ ଚାହୁଁଛନ୍ତି? ଅଦାଲତରେ ନୀରବତା ଛାଇଗଲା। ସମସ୍ତଙ୍କ ନଜର ବିକାଶ ଉପରେ ଥିଲା। ବିକାଶ କହିବା ଆରମ୍ଭ କଲା। ତାର ସ୍ୱରରେ ଏବେ ଏକ ଅଜବ ସଂଯମ ଥିଲା। ଜଜ୍ ସାହେବ, ମୁଁ ଏବେ ଏହି ମକଦ୍ଦମା ଲଢ଼ିବାକୁ ଚାହୁଁନାହିଁ। ଏହା ଶୁଣି ପୂରା କୋର୍ଟରୁମ୍ ହଲିଗଲା। ଦର୍ଶକଙ୍କ ମଧ୍ୟରେ ବସିଥିବା ସୁନିତା ନିଜ ଶାଢ଼ୀର କାନିରେ ନିଜ ମୁହଁ ଢାଙ୍କିଦେଲା। ହୁଇଲ୍ ଚେୟାରରେ ବସିଥିବା ସୁମିତ୍ରା ଦେବୀଙ୍କ ହୃଦୟ ଧକ୍ ହୋଇଗଲା। ବିପକ୍ଷ ଓକିଲର ଚେହେରାରେ ବିଜୟର ହସ ଆସିଗଲା। 2 ଭଉଣୀ ସୀମା ଓ ରେଖା ପରସ୍ପରକୁ ଚାହିଁଲେ, ଯେପରି ସେମାନଙ୍କୁ ବିଶ୍ୱାସ ହେଉନଥିଲା ଯେ ସେମାନେ ଠିକ୍ ଶୁଣିଛନ୍ତି। ତାପରେ ସୀମା ଧୀରେ କହିଲା, ଏବେ ଆସିଲା ନା ଓଟ ପାହାଡ଼ ତଳକୁ? ବିକାଶ ଆଗକୁ କହିଲା, ଜଜ୍ ସାହେବ, ମୁଁ ମୋ ଭଉଣୀମାନଙ୍କୁ ସେମାନଙ୍କର ସମାନ ଭାଗ ଦେବାକୁ ପ୍ରସ୍ତୁତ ଅଛି। ମୁଁ ଘର ଏବଂ ଦୋକାନ ବିକିଦେବି। ଯାହା ବି ପଇସା ଆସିବ ଆମେ 3 ଜଣ ସମାନ ବାଣ୍ଟି ନେବା। ମୋତେ କେବଳ ଏହି ସବୁ ଶେଷ କରିବାକୁ ହେବ। ଜଜ୍ ସାହେବ, ଯିଏ ଏ ପର୍ଯ୍ୟନ୍ତ ଚୁପଚାପ ସବୁ ଶୁଣୁଥିଲେ, ନିଜ ଚଷମା ଓହ୍ଲାଇଲେ ଏବଂ ବିକାଶକୁ ବଡ଼ ଧ୍ୟାନରେ ଦେଖିଲେ। ତାଙ୍କର ଅଭିଜ୍ଞ ଆଖି ବିକାଶର ଭାଙ୍ଗି ଯାଇଥିବା ଆତ୍ମାକୁ ପଢ଼ିନେଲା। କିଛି କ୍ଷଣର ନୀରବତା ପରେ ଜଜ୍ ସାହେବ କହିଲେ, ମିଷ୍ଟର ବିକାଶ, କ'ଣ ଆପଣ ସତରେ ଏହି ନିଷ୍ପତ୍ତି ନିଜ ଇଚ୍ଛାରେ ନେଉଛନ୍ତି, କିମ୍ବା ଆପଣ ଥକି ଯାଇଛନ୍ତି ଏବଂ ହାର ମାନୁଛନ୍ତି? ବିକାଶର ଆଖିରୁ ଲୁହ ବୋହି ଆସିଲା। ସେ କିଛି କହିପାରିଲା ନାହିଁ, କେବଳ ମୁଣ୍ଡ ନୁଆଁଇଲା। ଜଜ୍ ସାହେବ ଗଭୀର ନିଶ୍ୱାସ ନେଲେ ଏବଂ କହିଲେ, ମୁଁ ବୁଝିପାରୁଛି ମିଷ୍ଟର ବିକାଶ। ମୁଁ ଗତ କିଛି ମାସ ହେବ ଏହି ମାମଲାକୁ ଦେଖୁଛି। ମୁଁ ଆପଣଙ୍କ ପ୍ରତ୍ୟେକ ଶୁଣାଣିରେ ଆପଣଙ୍କ ଆଖିରେ ଯନ୍ତ୍ରଣା ଦେଖିଛି। କିନ୍ତୁ ମୁଁ ଆପଣଙ୍କୁ ଗୋଟିଏ କଥା କହିଦେଉଛି। ସେ ନିଜ ସ୍ୱର ଉଚ୍ଚା କଲେ ଏବଂ ପୂରା କୋର୍ଟରୁମ୍କୁ ସମ୍ବୋଧିତ କରି କହିଲେ, ମୁଁ ଏହି ପୂରା ମାମଲାର ଗଭୀର ଅଧ୍ୟୟନ କରିଛି। ମୁଁ ସମସ୍ତ ତଥ୍ୟ ଦେଖିଛି, ସମସ୍ତ ପ୍ରମାଣ ଦେଖିଛି ଏବଂ ମୋ ଦୃଷ୍ଟିରୁ ଆପଣଙ୍କ ଭଉଣୀମାନଙ୍କର ଏହି ସମ୍ପତ୍ତି ଉପରେ କୌଣସି ନୈତିକ ଅଧିକାର ନାହିଁ। ଏହା ଶୁଣି ଅଦାଲତରେ ହଇଚଇ ସୃଷ୍ଟି ହେଲା। ବିପକ୍ଷ ଓକିଲ ତୁରନ୍ତ ଠିଆ ହେଲା। ଅବଜେକ୍ସନ୍ ମାଇ ଲର୍ଡ। ମିଷ୍ଟର ବିକାଶ ନିଜେ ପ୍ରସ୍ତୁତ ଅଛନ୍ତି ଭାଗ ଦେବାକୁ ଏବଂ ଆଇନ ଦୃଷ୍ଟିକୋଣରୁ ମଧ୍ୟ। ଓକିଲର କଥାକୁ କାଟି ଜଜ୍ ସାହେବଙ୍କ ସ୍ୱର ଗର୍ଜି ଉଠିଲା। ମୁଁ ଆଇନକୁ ଆପଣଙ୍କଠାରୁ ଅଧିକ ଭଲ ଭାବରେ ଜାଣେ। ହଁ, ଆଇନ ଝିଅମାନଙ୍କୁ ସେମାନଙ୍କ ପିତାଙ୍କ ସମ୍ପତ୍ତିରେ ଅଧିକାର ଦିଏ। କିନ୍ତୁ କ'ଣ ଆଇନ ଏହା ମଧ୍ୟ କହେ ନାହିଁ ଯେ ଯେଉଁ ବ୍ୟକ୍ତି ନିଜ କର୍ତ୍ତବ୍ୟରୁ ମୁହଁ ଫେରାଇ ନିଏ ତାକୁ ଅଧିକାର ପାଇବାର ହକ୍ ନାହିଁ? ସେ ଆଗକୁ କହିଲେ, ଏହି ବ୍ୟକ୍ତି ନିଜର ପୂରା ଜୀବନ ନିଜ ଭଉଣୀମାନଙ୍କ ଉପରେ ଲୁଟାଇ ଦେଇଛି। ନିଜ ପାଠପଢ଼ା ଛାଡ଼ିଲା, ନିଜ ସ୍ୱପ୍ନ ଛାଡ଼ିଲା, ନିଜ ଭବିଷ୍ୟତ ଛାଡ଼ିଲା, ଯାହାଫଳରେ ତାର ଭଉଣୀମାନେ ପଢ଼ିପାରିବେ, ଆଗକୁ ବଢ଼ିପାରିବେ। ସେ ସେମାନଙ୍କ ବାହାଘରରେ ଲକ୍ଷ ଲକ୍ଷ ଖର୍ଚ୍ଚ କଲା। ସେମାନଙ୍କ ସୁବିଧା ସମୟରେ ସେମାନଙ୍କୁ ସାହାଯ୍ୟ କଲା ଏବଂ ଆଜି ସେହି ଭଉଣୀମାନେ ନିଜ ଭାଇକୁ ବର୍ବାଦ କରିବାକୁ ତତ୍ପର ଅଛନ୍ତି। ଜଜ୍ ସାହେବଙ୍କ ସ୍ୱରରେ ଏବେ କ୍ରୋଧ ସ୍ପଷ୍ଟ ଦେଖାଯାଉଥିଲା। କିନ୍ତୁ ସେ ଅଟକି ବିକାଶକୁ ଦେଖିଲେ। ମୁଁ ଏହା ମଧ୍ୟ ଦେଖୁଛି ଯେ ଏହି ବ୍ୟକ୍ତି ଭାଙ୍ଗି ଯାଇଛି ଏବଂ ଯଦି ମୁଁ ଆଜି ଏହାକୁ ତାର ଇଚ୍ଛା ବିରୁଦ୍ଧରେ ଜିତାଇ ଦିଏ, ତେବେ ହୁଏତ ସେ କେବେ ଖୁସି ହୋଇପାରିବ ନାହିଁ। ଜଜ୍ ସାହେବ କିଛି କ୍ଷଣ ଭାବିଲେ। ତାପରେ ତାଙ୍କ ଚେହେରାରେ ଏକ ଅଜବ ଚମକ ଆସିଲା। ଯଦି ମିଷ୍ଟର ବିକାଶ ନିଜ ଭଉଣୀମାନଙ୍କୁ ସମାନ ଭାଗ ଦେବାକୁ ଚାହୁଁଛନ୍ତି, ତେବେ ଅଦାଲତ ଏହି କଥାକୁ ସ୍ୱୀକୃତି ଦେଉଛି। କିନ୍ତୁ ଗୋଟିଏ ସର୍ତ୍ତରେ। ଯେତେବେଳେ ଜଜ୍ ସାହେବଙ୍କ ମୁହଁରୁ ଏହି ଶବ୍ଦ ବାହାରିଲା, ଅଦାଲତରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତିର ନିଶ୍ୱାସ ଯେପରି ଅଟକିଗଲା। ବିକାଶ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡ଼କୁ ଚାହିଁଲା। ତାର ଭଉଣୀମାନଙ୍କ ଏବଂ ସେମାନଙ୍କୁ ଓକିଲଙ୍କ ଚେହେରାରେ ଏକ ଅଜବ ବ୍ୟସ୍ତତା ଥିଲା,
ଜଜ୍ ସାହେବ ନିଜ ନଜର ସିଧା ସୀମା ଏବଂ ରେଖା ଉପରେ ରଖି କହିଲେ, ସମ୍ପତ୍ତିର ବଣ୍ଟନ ହେବ, ଆପଣଙ୍କୁ ଆପଣଙ୍କର ଭାଗ ମିଳିବ, କିନ୍ତୁ ଜଜ୍ ସାହେବଙ୍କ ସ୍ୱର ଏବେ ଆହୁରି ଗମ୍ଭୀର ଏବଂ ଧାରୁଆ ହୋଇଗଲା। ବଣ୍ଟନ ସମସ୍ତଙ୍କ ସାମ୍ନାରେ ହେବ। ମୋର ସର୍ତ୍ତ ଏହା ଯେ ଯେଉଁଦିନ ସମ୍ପତ୍ତିର ବଣ୍ଟନ ହେବ ସେହିଦିନ ଆପଣ ଦୁହେଁ ନିଜ ନିଜ ଶାଶୁଘରୁ ଅତି କମରେ 10 ଜଣ ଲୋକଙ୍କୁ ନେଇ ଆସିବାକୁ ହେବ। ଦୁଇ ଭଉଣୀଙ୍କ ଚେହେରା ଫିକା ପଡ଼ିବାକୁ ଲାଗିଲା। ତାପରେ ଜଜ୍ ସାହେବ କହିଲେ, ସେହି ଲୋକମାନେ ନିଜ ଆଖିରେ ଦେଖିବେ ଯେ ଆପଣ ଦୁଇ ଭଉଣୀ ନିଜ ବାପଘରୁ ନିଜର ସେହି ଭାଇଠାରୁ ଯିଏ ନିଜ ଜୀବନ ଆପଣଙ୍କ ଉପରେ ବଳିଦାନ କରିଦେଇଛି ସମ୍ପତ୍ତିର ଭାଗ ନେଉଛନ୍ତି। ଆଉ ହଁ, ଜଜ୍ ସାହେବ ଜୋର ଦେଇ କହିଲେ, ଆପଣଙ୍କ ନଣନ୍ଦମାନଙ୍କୁ ମଧ୍ୟ ସେହି ସମୟରେ ଆସିବାକୁ ହେବ ନିଜ ନିଜ ସ୍ୱାମୀଙ୍କ ସହିତ। ଶେଷରେ ସେମାନଙ୍କୁ ମଧ୍ୟ ତ ଜଣାପଡ଼ିବା ଉଚିତ ଯେ ପୈତୃକ ସମ୍ପତ୍ତିରେ ଝିଅମାନଙ୍କର ଏବଂ ଭଉଣୀମାନଙ୍କର ମଧ୍ୟ ସମାନ ଅଧିକାର ଥାଏ। ଏବଂ ସବୁଠାରୁ ଜରୁରୀ କଥା, ଜଜ୍ ସାହେବ ନିଜ ସ୍ୱର ଆହୁରି ତୀବ୍ର କଲେ, ଆପଣ ଦୁହିଁଙ୍କୁ ନିଜ ନିଜ ପିଲାମାନଙ୍କୁ ମଧ୍ୟ ସାଙ୍ଗରେ ଆଣିବାକୁ ହେବ, ଯାହାଫଳରେ ସେମାନେ ମଧ୍ୟ ନିଜ ଆଖିରେ ଦେଖିବେ ଯେ ସେମାନଙ୍କ ମା ନିଜ ମାମୁଙ୍କ ଠାରୁ ନିଜ ହକ୍ କିପରି ଆଦାୟ କରୁଛନ୍ତି। ସେମାନଙ୍କୁ ମଧ୍ୟ ତ ଏହି ଶିକ୍ଷା ମିଳିବା ଉଚିତ ଯେ କିପରି ସମ୍ପର୍କଠାରୁ ଅଧିକ ପଇସା ଗୁରୁତ୍ୱ ରଖେ। ଜଜ୍ ସାହେବ ଗୋଟିଏ ମୁହୂର୍ତ୍ତ ଅଟକି ପୁରା ଅଦାଲତକୁ ଦେଖିଲେ ଏବଂ ତାପରେ କହିଲେ, ଯଦି ଆପଣ ଦୁହେଁ ଏହି ସର୍ତ୍ତ ମାନନ୍ତି ତେବେ ମୁଁ ଆଜି ହିଁ ଆଦେଶ କରିଦେବି ଯେ ସମ୍ପତ୍ତିର ସମାନ ବଣ୍ଟନ ହେଉ, କିନ୍ତୁ ଯଦି ନ ମାନନ୍ତି ତେବେ ଏହି ମାମଲା ଏଇଠି ଖାରଜ ହୋଇଯିବ। ଏହା ଏକ ଏପରି ବ୍ରହ୍ମାସ୍ତ୍ର ଥିଲା ଯାହାର କୌଣସି ତୋଡ଼ ନଥିଲା, ଏକ ଏପରି ସର୍ତ୍ତ ଯେ ଭଉଣୀମାନଙ୍କ ଲୋଭର ମହଲକୁ ଗୋଟିଏ ଝଟକାରେ ଭାଙ୍ଗି ଚୂର୍ଣ୍ଣ କରିଦେଲା। ଏହା ଶୁଣି ଦୁଇ ଭଉଣୀ ଯେପରି ତିଳ ତିଳ ହୋଇ ଉଠିଲେ। ସେମାନଙ୍କ ଚେହେରାର ରଙ୍ଗ ଉଡ଼ିଗଲା। ସେମାନେ ବୁଝିଗଲେ ଯେ ଜଜ୍ ସାହେବ ସେମାନଙ୍କୁ ସେମାନଙ୍କ ଜାଲରେ ଫସାଇ ଦେଇଛନ୍ତି। ଯଦି ସେମାନଙ୍କ ଶାଶୁଘର ଲୋକେ ଏବଂ ବିଶେଷ କରି ସେମାନଙ୍କ ନଣନ୍ଦମାନେ ଏହା ଜାଣିପାରନ୍ତି ଯେ ସେମାନେ ନିଜ ବାପଘରୁ ଏହିପରି ଜବରଦସ୍ତ ଭାଗ ନେଉଛନ୍ତି, ତେବେ କାଲିକୁ ସେମାନେ ମଧ୍ୟ ନିଜ ବାପଘରେ ଭାଗ ମାଗିବାକୁ ଠିଆ ହୋଇଯିବେ ଏବଂ ତେବେ ସବୁଠାରୁ ଅଧିକ ଅସୁବିଧା ଏମାନଙ୍କୁ ହିଁ ହେବ। ଯେଉଁ ଆଇନର ଆଢ଼ୁଆଳରେ ସେମାନେ ନିଜ ଭାଇର ଘର ଭାଙ୍ଗୁଥିଲେ, ଆଜି ସେହି ନିୟମ ଏବଂ ଆଇନ ସେମାନଙ୍କ ବିରୁଦ୍ଧରେ ଠିଆ ହୋଇଗଲା। ବିପକ୍ଷ ଓକିଲ ଛଟପଟ ହୋଇ କହିଲା, ମାଇ ଲର୍ଡ, ଏହା ତ ସମ୍ପୂର୍ଣ୍ଣ ରୂପେ ଅନ୍ୟାୟ ଅଟେ। ଏହିପରି ସର୍ତ୍ତର ଆଇନରେ କୌଣସି ପ୍ରାବଧାନ ନାହିଁ। ଏହା ମାମଲାକୁ ଝୁଲାଇ ରଖିବାର ଏକ ଚାଲ ଅଟେ। ଜଜ୍ ସାହେବଙ୍କ ସ୍ୱର ଗର୍ଜନ ପରି ଶୁଣାଗଲା। ଅନ୍ୟାୟ? ଅନ୍ୟାୟ ଏହା ଯେ ଗୋଟିଏ ଭାଇକୁ ତାର ନିଜ ଭଉଣୀମାନେ ବର୍ବାଦ କରିବାକୁ ତତ୍ପର ହୋଇଛନ୍ତି। ଯଦି ଆପଣଙ୍କ କ୍ଲାଏଣ୍ଟ ଠିକ୍ ଅଛନ୍ତି ଏବଂ ସେମାନେ କେବଳ ନିଜର ଆଇନଗତ ଅଧିକାର ନେଉଛନ୍ତି, ତେବେ ସେମାନଙ୍କୁ ଏହି କାମ ସମସ୍ତଙ୍କ ସାମ୍ନାରେ କରିବାରେ କ'ଣ ଆପତ୍ତି ରହିବା ଉଚିତ? ସତକୁ କୌଣସି ପରଦାର ଆବଶ୍ୟକତା ନାହିଁ। ଜଜ୍ ସାହେବ ଦୁଇ ଭଉଣୀଙ୍କୁ ସିଧାସଳଖ ସମ୍ବୋଧିତ କରି କହିଲେ, ଏହି ଆପତ୍ତି ଏଥିପାଇଁ ଜଣାଯାଉଛି କାରଣ ଆପଣ ଭାଗ ନେବା ତ ଜାଣିଛନ୍ତି କିନ୍ତୁ ଭାଗ ଦେବାକୁ ଚାହୁଁନାହାନ୍ତି। ଆପଣ ଚାହୁଁଛନ୍ତି ଯେ ଆପଣଙ୍କୁ ତ ବାପଘରୁ ଭାଗ ମିଳୁ, କିନ୍ତୁ ଆପଣଙ୍କ ନଣନ୍ଦମାନଙ୍କୁ ସେମାନଙ୍କ ବାପଘରୁ ଭାଗ ନ ମିଳୁ। କାହିଁକି? କ'ଣ ଆଇନ କେବଳ ଆପଣଙ୍କ ପାଇଁ ଅଛି? ଦୁଇ ଭଉଣୀ ଏବେ ମୁଣ୍ଡ ନୁଆଁଇ ଠିଆ ହୋଇଥିଲେ। ସେମାନଙ୍କ ପାଖରେ କୌଣସି ଉତ୍ତର ନଥିଲା। ଜଜ୍ ସାହେବ ଆଦେଶ ଦେଲେ, ପରବର୍ତ୍ତୀ ତାରିଖ 15 ଦିନ ପରେ। ସେହିଦିନ ଆପଣଙ୍କ ଦୁହିଁଙ୍କୁ ମୋର ଏହି ସର୍ତ୍ତ ପୂରା କରି ଆସିବାକୁ ହେବ, ନଚେତ୍ ଏହି କେସ୍ ଖାରଜ କରି ଦିଆଯିବ। ସେ ନିଜ ହାତୁଡ଼ି ମେଜ ଉପରେ ପିଟିଲେ। କୋର୍ଟ ଏବେ ସ୍ଥଗିତ କରାଯାଉଛି। ଦୁଇ ଭଉଣୀ ନିଜ ମୁହଁ ପରସ୍ପରକୁ ଚାହିଁବାକୁ ଲାଗିଲେ। ସେମାନଙ୍କ ବିଜୟର ଖୁସି ଗୋଟିଏ ମୁହୂର୍ତ୍ତରେ ହାରିବାର ଗଭୀର ଭୟରେ ବଦଳି ଯାଇଥିଲା। ଅଦାଲତ ବାହାରକୁ ଆସିବା ମାତ୍ରେ ସୀମାର ସ୍ୱାମୀଙ୍କ ଫୋନ୍ ଆସିଲା। ସେ ବଡ଼ ଉତ୍ସାହରେ ପଚାରିଲେ, କ'ଣ ହେଲା? ରାୟ ଆମ ହକରେ ହେଲା କି ନାହିଁ? ମୋର ପୁରା ବିଶ୍ୱାସ ଅଛି। ଆଜି ତ ତୁମକୁ ତୁମର ହକ୍ ମିଳି ହିଁ ଯାଇଥିବ। ସେହି ସମୟରେ ସାନ ଭଉଣୀ ରେଖାର ମଧ୍ୟ ଫୋନ୍ ବାଜିଲା। ତାହାର ସ୍ୱାମୀ ମଧ୍ୟ ସେହି ପ୍ରଶ୍ନ ପଚାରିଲେ, ଶୀଘ୍ର କୁହ, କେତେ ପଇସା ମିଳିବ? ଦୁଇ ଭଉଣୀ ପରସ୍ପରକୁ ଦେଖୁଥିଲେ। ଆଜି ପ୍ରଥମ ଥର ସେମାନଙ୍କ ଆଖିରେ ଲୋଭ ନୁହେଁ ବରଂ ନିଜ କର୍ମର ଗଭୀର ପଶ୍ଚାତାପ ଥିଲା। ଜଜ୍ ସାହେବଙ୍କ ଶବ୍ଦ, ମାର ଯନ୍ତ୍ରଣା ଏବଂ ନିଜ ଭାଇର ଭଙ୍ଗା ଚେହେରା ସବୁ ଏକାଠି ସେମାନଙ୍କ ଆଖି ସାମ୍ନାରେ ଘୂରିଗଲା। ସୀମା ଥରୁଥିବା ସ୍ୱରରେ ନିଜ ସ୍ୱାମୀଙ୍କୁ କହିଲା, ଆମକୁ କୌଣସି ପ୍ରପର୍ଟି ଦରକାର ନାହିଁ। ଏବଂ ରେଖା ମଧ୍ୟ କାନ୍ଦି କାନ୍ଦି ନିଜ ସ୍ୱାମୀଙ୍କୁ କହିଲା, ମୁଁ ମୋ କେସ୍ ଫେରାଇ ନେଉଛି। ଉଭୟ ଫୋନ୍ କାଟିଦେଲେ। ସେମାନେ ସମ୍ପତ୍ତି ତ ଜିତିଲେ ନାହିଁ, କିନ୍ତୁ ନିଜର ମାନବିକତା, ନିଜର ସମ୍ମାନ, ନିଜର ଭାଇ ଏବଂ ସବୁଠାରୁ ବଡ଼ କଥା ନିଜ ବାପଘର ସବୁ କିଛି ହାରି ଦେଇଥିଲେ। ତାହେଲେ ଦର୍ଶକ ବନ୍ଧୁ, ବିକାଶ ଠିକ୍ କଲା କି ଭୁଲ, କମେଣ୍ଟ ମାଧ୍ୟମରେ ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ। ଆଜିର କାହାଣୀକୁ ମୁଁ ଏହିଠାରେ ଶେଷ କରୁଛି। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ପୁଣି ଥରେ ଆସିବି ଆଉ ଗୋଟିଏ ସୁନ୍ଦର କାହାଣୀ ନେଇ।
ଧନ୍ୟବାଦ।